गृहस्थाश्रम किपरि रहिबा। भगवान शंकर मुंडमाल और सर्प धारण करती। पार्वती सुंदर सुंदर आभूषण सुशोभित थाती। शिवपुत्र कार्तिकेयଙ୍କର 6ଟି मुख थाए। गणेशଙ୍କର लंबा शुंड और पृथल उदर थाए। भगवान शंकर प्रभृतिଙ୍କ ବାହନ ଯଥା वृषभ, सिंह, मयूर, मूषिक आदि जणे अन्य जनकर भक्षक। ଏହା ସତ୍ତ୍ୱେ ସେମାନେ ସର୍ବଦା ଏକତ୍ର ରହନ୍ତି। ଅତଏବ କୁଟୁମ୍ବ ମଧ୍ୟରେ ବିଭିନ୍ନ ସ୍ୱଭାବଯୁକ୍ତ ବ୍ୟକ୍ତି ରହି ସୁଦ୍ଧା ନିଜର ଅଭିମାନ ଓ ସୁଖଭୋଗ ତ୍ୟାଗ କରି ଅନ୍ୟର ହିତ ଓ ସୁଖ ପ୍ରତି ଦୃଷ୍ଟି ରଖି ପରସ୍ପର ପ୍ରେମପୂର୍ବକ ଏକତ୍ର ରହିବା ଉଚିତ। ଗୃହସ୍ଥ ଧର୍ମ। ଯେଉଁ ଗୃହରେ ସମସ୍ତେ ସୁଖୀ, ପୁତ୍ର ବୁଦ୍ଧିମାନ, ପତ୍ନୀ ମଧୁରଭାଷିଣୀ, ମିତ୍ର ବିଶ୍ୱସନୀୟ, ପତି ପତ୍ନୀବ୍ରତ ବୃତ୍ତି ଆଜ୍ଞାକାରୀ ହୋଇଥାନ୍ତି ଏବଂ ଯେଉଁଠାରେ ନିତ୍ୟ ଅତିଥି ସେବା ଓ ଭଗବାନ ଶଙ୍କରଙ୍କ ପୂଜା ହୁଏ, ଖାଦ୍ୟପେୟ ପବିତ୍ର ଓ ସୁନ୍ଦର ହୋଇଥାଏ, ନିତିଦିନ ସାଧୁସନ୍ଥଙ୍କ ସତ୍ସଙ୍ଗ କରାଯାଏ, ସେହି ଗୃହସ୍ଥ ଆଶ୍ରମ ଧନ୍ୟ ଅଟେ। ବିବାହ କାହିଁକି କରିବା? ଏହା କ'ଣ ଆବଶ୍ୟକ? ଦୁଇ ପ୍ରକାର ବ୍ରହ୍ମଚାରୀ ଥାନ୍ତି, ନୈଷ୍ଠିକ ବ୍ରହ୍ମଚାରୀ ଓ ଉପକୁର୍ବାଣ ବ୍ରହ୍ମଚାରୀ। ଯେଉଁମାନେ ଆଜୀବନ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରନ୍ତି ସେମାନଙ୍କୁ ନୈଷ୍ଠିକ ବ୍ରହ୍ମଚାରୀ କୁହାଯାଏ। ଯେଉଁମାନେ ବିଚାର ଦ୍ୱାରା ଭୋଗ ଲାଳସାକୁ ଦୂର କରିପାରନ୍ତି ନାହିଁ ଓ ଲାଳସା ପୂର୍ଣ୍ଣ କରିବା ପାଇଁ ବିବାହ କରନ୍ତି ସେମାନଙ୍କୁ ଉପକୁର୍ବାଣ ବ୍ରହ୍ମଚାରୀ କୁହନ୍ତି। ଏଭଳି ବିବାହର ଉଦ୍ଦେଶ୍ୟ ହେଉଛି ସେମାନେ ବିବାହ କରି ଅନୁଭବ କରନ୍ତି ଯେ ଭୋଗ ଉପଭୋଗ କରିବା ଦ୍ୱାରା ଭୋଗ ଇଚ୍ଛା ନଷ୍ଟ ହୁଏ ନାହିଁ। ତେଣୁ ଗୃହସ୍ଥ ସମୟ ପରେ ବାନପ୍ରସ୍ଥ ଓ ସନ୍ନ୍ୟାସ ଆଶ୍ରମରେ ପ୍ରବେଶ କରିବାର ବିଧାନ ଅଛି। ଆଜୀବନ ଗୃହସ୍ଥ ହୋଇ ଭୋଗ ଉପଭୋଗ କରିବା ମନୁଷ୍ୟତା ନୁହେଁ। ଯାହାର ଭୋଗ ଇଚ୍ଛା ରହିଛି ଅଥବା ଯେ ବଂଶ ପରମ୍ପରା ରକ୍ଷା କରିବା ପାଇଁ ଚାହେଁ ଓ ସେଥିପାଇଁ ତା'ର କେହି ଭାଇ ନାହିଁ, ସେପରି ଲୋକ ବିବାହ କରିବା ଆବଶ୍ୟକ। ଯଦି ଉଲ୍ଲିଖିତ ଦୁଇ ଇଚ୍ଛା ନାହିଁ ତାଙ୍କ ପକ୍ଷେ ବିବାହ କରିବାର ଆବଶ୍ୟକତା ନାହିଁ। କଳିଯୁଗରେ ସନ୍ନ୍ୟାସ ନେବାକୁ ମନା କରାଯାଇଛି, ତାହେଲେ ମନୁଷ୍ୟ କିପରି ନିବୃତ୍ତି କରିବ? କଳିଯୁଗରେ ସନ୍ନ୍ୟାସ ଧର୍ମ ପାଳନ କରିବା କଠିନ ବ୍ୟାପାର, ତେଣୁ ସନ୍ନ୍ୟାସ ନେବାକୁ ମନା କରାଯାଇଛି। ତେବେ ସରକାରୀ କର୍ମଚାରୀ ଚାକିରିରୁ ଅବସର ନେବା ପରି ମନୁଷ୍ୟ ଉପଯୁକ୍ତ ସମୟରେ ସନ୍ତାନମାନଙ୍କୁ ଗୃହ କାର୍ଯ୍ୟର ଦାୟିତ୍ୱ ଦେଇ ନିଜେ ଘରେ ରହି ଭଜନ ଶରଣ କରିବା ଉଚିତ। ସନ୍ତାନମାନଙ୍କ ଇଚ୍ଛା ଥିଲେ ଭୋଜନ, ବସ୍ତ୍ର ଆଦି ନିର୍ବାହ ଦ୍ରବ୍ୟ ପାଇଁ ସେ ଗୃହ ସହିତ ସମ୍ବନ୍ଧ ରଖିପାରନ୍ତି। ଯଦି ସେମାନେ ସେପରି ଚାହାନ୍ତି ନାହିଁ ତାହେଲେ ସେହି ସମ୍ବନ୍ଧ ମଧ୍ୟ ଛାଡ଼ିଦେବା ଉଚିତ। ନିର୍ବାହ ପାଇଁ ଚିନ୍ତା କରିବା ଅନାବଶ୍ୟକ, କାରଣ ପ୍ରାରବ୍ଧ ଅନୁସାରେ ବସ୍ତୁ ମିଳିଯିବ। ଦର୍ଶକ ବନ୍ଧୁ, ବର୍ତ୍ତମାନର କଳିଯୁଗରେ ସନ୍ନ୍ୟାସ ଧର୍ମ ପାଳନ କରିବା ଅତ୍ୟନ୍ତ କଠିନ ବ୍ୟାପାର। ସନ୍ନ୍ୟାସ ଧର୍ମ ପାଇଁ ଯାହା ଯାହା ଆବଶ୍ୟକ ସେସବୁ ବର୍ତ୍ତମାନ ସମୟରେ କରିହେବ ନାହିଁ। ତେଣୁ ଆପଣମାନେ ଯଦି ସନ୍ନ୍ୟାସୀ ହେବାକୁ ଚାହୁଁଛନ୍ତି ବା ଯେଉଁମାନେ ସନ୍ନ୍ୟାସୀ ହେବାର ଇଚ୍ଛା ରଖନ୍ତି ସେମାନଙ୍କୁ ମୁଁ ଏତିକି କହିବି ଯେ ସେମାନେ ପ୍ରଥମେ ଭଗବତ ଗୀତା ଅଧ୍ୟୟନ କରନ୍ତୁ। ସେଥିରେ ସନ୍ନ୍ୟାସର ଯେଉଁଭଳି ଲକ୍ଷଣ ବିଷୟରେ କୁହାଯାଇଛି ସେ ଅନୁସାରେ ଆଚରଣ କଲେ ଜଣେ ପ୍ରକୃତ ସନ୍ନ୍ୟାସୀ ହୋଇପାରିବ। ଆଜିକାଲି ଯୁଗରେ ଯେଉଁଭଳିଆ ସନ୍ନ୍ୟାସୀମାନେ ଦେଖାଯାଉଛନ୍ତି ସେମାନେ ପ୍ରକୃତ ସନ୍ନ୍ୟାସୀ ନୁହନ୍ତି। ଏ ବିଷୟରେ ଭଗବତ ଗୀତା ଅଧ୍ୟାୟରେ ବିଶଦ ଭାବରେ ପରେ ଆଲୋଚନା କରାଯିବ। ଗୃହସ୍ଥର ମୁଖ୍ୟ ଧର୍ମ କ'ଣ? ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ ଓ ସନ୍ନ୍ୟାସ ଏହି 4 ଆଶ୍ରମର ସେବା କରିବା ଗୃହସ୍ଥର ମୁଖ୍ୟ ଧର୍ମ ଅଟେ। ଗୃହସ୍ଥ ହିଁ ସମସ୍ତଙ୍କର ମାତା, ପିତା, ପାଳକ ଓ ସଂରକ୍ଷକ। ଗୃହସ୍ଥଙ୍କଠାରୁ ହିଁ ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥ ଓ ସନ୍ନ୍ୟାସୀ ଉତ୍ପନ୍ନ ହୁଅନ୍ତି ଏବଂ ତାଦ୍ୱାରା ପାଳିତ ଓ ସଂରକ୍ଷିତ ହୁଅନ୍ତି। ତେଣୁ ଏମାନଙ୍କର ପାଳନ ପୋଷଣ କରିବା ଗୃହସ୍ଥର ମୁଖ୍ୟ ଧର୍ମ। ଦର୍ଶକ ବନ୍ଧୁ, ଏଠାରେ ଯାହା କୁହାଗଲା ଏସବୁ ସତ କଥା, କିନ୍ତୁ ସନ୍ନ୍ୟାସୀ ହେବାର ମାନେ ନୁହେଁ ଯେ ଅନ୍ୟମାନଙ୍କ ଉପରେ ବୋଝ ହେବା, ଅର୍ଥାତ୍ ନିଜେ ପରିଶ୍ରମ ନ କରି ଅନ୍ୟମାନଙ୍କ ଠାରୁ ଭିକ୍ଷା ମାଗି ଚଳିବା। ଏହା ଅତ୍ୟନ୍ତ ଖରାପ କାର୍ଯ୍ୟ ଅଟେ। ତେଣୁ ଏସବୁଠାରୁ ଦୂରେଇ ରହିବା ଉଚିତ। ସନ୍ନ୍ୟାସୀ ମଧ୍ୟ ଲୋକଙ୍କର କଲ୍ୟାଣ ପାଇଁ କାର୍ଯ୍ୟ କରିବା ଉଚିତ। ସେ ଅନ୍ୟକୁ କଷ୍ଟ ଦେବା ଅନୁଚିତ ଓ ଅନ୍ୟ ପାଇଁ କଷ୍ଟଦାୟକ ହେବା ଅନୁଚିତ। ସେ ନିଜେ ସନ୍ନ୍ୟାସ ଧର୍ମ ଉତ୍ତମ ଭାବେ ପାଳନ କରିବା ସହିତ ସମସ୍ତଙ୍କର ମଙ୍ଗଳ ପାଇଁ କାର୍ଯ୍ୟ କରିବା ଉଚିତ। କେବଳ ବଡ଼ ବଡ଼ ଜଟା ରଖିଲେ, ନିଶ ଦାଢ଼ି ରଖିଲେ, ଚିତା ଚୈତନ୍ୟ ଧାରଣ କଲେ କେହି ସନ୍ନ୍ୟାସୀ ହୋଇଯାଏନି। ଯଦି ସନ୍ନ୍ୟାସୀ ହେବାକୁ ଚାହୁଁଛନ୍ତି ତାହେଲେ ଶ୍ରୀକୃଷ୍ଣଙ୍କ ଭଳି, ପ୍ରଭୁ ରାମଚନ୍ଦ୍ରଙ୍କ ଭଳି ଅନାସକ୍ତ ଭାବରେ ସଂସାରରେ ରହି ମଧ୍ୟ ସନ୍ନ୍ୟାସୀ ହୋଇପାରିବେ। କାରଣ ଶ୍ରୀକୃଷ୍ଣ ଓ ଶ୍ରୀରାମ କେବେ ସନ୍ନ୍ୟାସୀ ନଥିଲେ, ସେମାନେ ମଧ୍ୟ ଗୃହସ୍ଥାଶ୍ରମ ପାଳନ କରିଥିଲେ। ସେମାନେ ଶିକ୍ଷା ଦେଇ ଗଲେ ଯେ ଗୃହସ୍ଥାଶ୍ରମରେ ରହି ମଧ୍ୟ କିପରି ସନ୍ନ୍ୟାସ ଆଶ୍ରମ ପାଳନ କରିହେବ। ଏଠାରେ ଯେଉଁ କୁହାଗଲା ଯେ ଅନାସକ୍ତ ହୋଇ କାର୍ଯ୍ୟ କରିବା, ଅର୍ଥାତ୍ ପୁରା ସଂସାର କାମରୁ ବୁଡ଼ି ରହିବା ଓ ଭଗବାନଙ୍କୁ ଭୁଲିଯିବା ଓ ନିଜ କର୍ତ୍ତବ୍ୟ କର୍ମକୁ ଭୁଲିଯିବା, ଏହା ହିଁ ଅନାସକ୍ତି। ଅର୍ଥାତ୍ କୌଣସିରେ ଅତି ହେବା ହିଁ ଆସକ୍ତି ଓ ସେଥିରୁ ଅତିଠାରୁ ଦୂରେଇ ରହିବା ହିଁ ଅନାସକ୍ତି। ତେଣୁ ଗୃହସ୍ଥରେ ରହି ମଧ୍ୟ ସବୁ କାର୍ଯ୍ୟ କରି ମଧ୍ୟ ନିଜ ସମୟ ଅନୁସାରେ ଭଗବାନଙ୍କ ନାମ ଜପ, ଭଜନ କୀର୍ତ୍ତନ ଇତ୍ୟାଦି କରିପାରିବେ।
ଓ ସନ୍ନ୍ୟାସୀମାନଙ୍କର ଯାହା ସବୁ ଲକ୍ଷଣ କୁହାଯାଇଛି ସଦ୍ଗୁଣ ସବୁ ଦୟା କ୍ଷମା ଶାନ୍ତି ଧୈର୍ଯ୍ୟ ଅକ୍ରୋଧ ବିନୟ ନିରହଙ୍କାର ଇତ୍ୟାଦି ଗୁଣ ସବୁ ଧୀରେ ଧୀରେ ଆରୋହଣ କରିବା ଉଚିତ। ଯଦି ସେସବୁ ଗୁଣ ନିଜଠାରେ ନାହିଁ ଅର୍ଥାତ୍ ଆପଣ ସନ୍ନ୍ୟାସ ହେବାକୁ ଚାହୁଁଛନ୍ତି କିନ୍ତୁ ସନ୍ନ୍ୟାସ ହେବାର ଲକ୍ଷଣ ଆପଣଙ୍କ ଏଠାରେ ଦେଖାଯାଉ ନାହିଁ, ତାହେଲେ ଉତ୍ତମ ପୁସ୍ତକ ସବୁ ଅଧ୍ୟୟନ କରନ୍ତୁ ଓ ସେଥିରେ ଯେଉଁ ଯେଉଁ ଲକ୍ଷଣ ସବୁ କୁହାଯାଇଛି ସନ୍ନ୍ୟାସୀମାନଙ୍କ ପାଇଁ ସେସବୁ ଲକ୍ଷଣକୁ ଧୀରେ ଧୀରେ ନିଜ ଆଚରଣରେ ଆଣିବାକୁ ଚେଷ୍ଟା କରନ୍ତୁ। ଆଉ ପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ ଯେମିତିକି ସେ ଏ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ କରିପାରିବେ। ତେଣୁ ଆପଣ ଦେଖିବେ ଧୀରେ ଧୀରେ ଆପଣଙ୍କଠାରେ ସେଇ ଗୁଣ ସବୁ ଆସିଯିବ, ଅର୍ଥାତ୍ ସନ୍ନ୍ୟାସ ହେବାର ଯାହା ଯାହା ଲକ୍ଷଣ ଆବଶ୍ୟକ ସେସବୁ ଗୁଣ ଆସିଯିବ। ତେଣୁ ଚୈତନ୍ୟ ମଧ୍ୟ କହିଛନ୍ତି ସନ୍ନ୍ୟାସୀ ହୁଅନ୍ତୁ କିନ୍ତୁ କାହା ପାଇଁ ସଂସାର ତ୍ୟାଗ କରନ୍ତୁ ନାହିଁ କି କାହା ପାଇଁ ଦୁଃଖଦାୟକ ହୁଅନ୍ତୁ ନାହିଁ। ଘରେ ରୁହନ୍ତୁ ସନ୍ନ୍ୟାସୀ ହୁଅନ୍ତୁ ଆଉ ଭଗବାନଙ୍କର ଭଜନ କୀର୍ତ୍ତନ ମଧ୍ୟ କରନ୍ତୁ। ଏଥିରେ ଉଭୟଙ୍କର ଲାଭ ହେବ, ଅର୍ଥାତ୍ ଘର ଲୋକ ସୁଖୀ ହେବେ, ଆପଣ ମଧ୍ୟ ସୁଖୀ ହେବେ। ଅର୍ଥାତ୍ ସନ୍ନ୍ୟାସୀ ହେବା ପାଇଁ ଆପଣଙ୍କୁ ଗୃହ ତ୍ୟାଗ କରିବାକୁ ପଡ଼ିବ ନାହିଁ କି ଘର ଲୋକମାନଙ୍କୁ ଏଥିପାଇଁ ଦୁଃଖ ଭୋଗିବାକୁ ପଡ଼ିବ ନାହିଁ। କାରଣ ସମସ୍ତେ ଯେ ସନ୍ନ୍ୟାସୀ ହେବେ ତାର କିଛି ମାନେ ନାହିଁ। ସମସ୍ତଙ୍କର ମନୋବୃତ୍ତି ମଧ୍ୟ ଅଲଗା। ଆଉ ଯାହାର ଗୋଟିଏ ପୁତ୍ର ଥିବ ସିଏ ଯଦି ସନ୍ନ୍ୟାସୀ ହେଇଯିବ ତାହେଲେ ଘରର ଦାୟିତ୍ୱ ନେବ କିଏ? ତେଣୁ ଯେଉଁମାନେ ସନ୍ନ୍ୟାସୀ ହେବାକୁ ଚାହୁଁଛନ୍ତି ସେମାନେ ଭଗବତ ଗୀତା ଅର୍ଥାତ୍ ଗୀତା ପ୍ରସାର ପ୍ରକାଶିତ ସାଧକ ସଞ୍ଜୀବନୀ ପୁସ୍ତକ ଭଲ ଭାବରେ ଅଧ୍ୟୟନ କରନ୍ତୁ। ଆଉ ଯେଉଁମାନେ ସନ୍ନ୍ୟାସୀ ହୋଇଛନ୍ତି ସେମାନେ ଭଲ ଭାବରେ ସନ୍ନ୍ୟାସ ଧର୍ମର ପାଳନ କରି ସବୁଥିରେ ଅନାସକ୍ତ ରହି ଭଗବାନଙ୍କ ଭଜନ କୀର୍ତ୍ତନ କରନ୍ତୁ। ପୁଣି ଯଦି ସେମାନେ ଗୃହସ୍ଥ ଆଡ଼ିକି ମନ ବଳାଇବେ ତେବେ ସନ୍ନ୍ୟାସ ହେବାରେ କିଛି ଲାଭ ନାହିଁ। ଅତିଥି ସତ୍କାର ଗୃହପାଳିତ ପଶୁମାନଙ୍କର ପାଳନ ଏପରିକି ଘରେ ରହୁଥିବା ମୂଷା ଆଦି ଛୋଟ ଛୋଟ ଜୀବମାନଙ୍କୁ ଗୃହବାସୀ ମନେକରି ସେମାନଙ୍କର ପୋଷଣ କରିବା ମଧ୍ୟ ଗୃହସ୍ଥର ମୁଖ୍ୟ ଧର୍ମ ଅଟେ। ଦର୍ଶକ ବନ୍ଧୁ, ଏଠାରେ ଯାହା କୁହାଗଲା ଯେ ମୂଷା ଆଦି ଛୋଟ ଜୀବମାନଙ୍କୁ ପାଳନ କରିବ, ହଁ ଏସବୁ କଥା ଠିକ୍, କିନ୍ତୁ ମୂଷା ଅତ୍ୟନ୍ତ ଅନିଷ୍ଟକାରୀ ଜୀବ ହୋଇଥିବାରୁ ତାକୁ ଗୃହରେ ପାଳନ କରିବା ଅର୍ଥ ନିଜର ଅନିଷ୍ଟକୁ ଆମନ୍ତ୍ରଣ କରିବା। ତେଣୁ ମୂଷା ଆଦି ଛୋଟ ଜୀବମାନଙ୍କୁ ଗୃହବାସୀ ମନେକରି ପାଳନ କରିବା ଅନୁଚିତ। କାରଣ ମୂଷା ଯେଉଁଭଳି ଗୃହସ୍ଥମାନଙ୍କର କ୍ଷତି କରୁଛି ତା ଆପଣମାନେ ଭଲ ଭାବେ ଜାଣନ୍ତି। ହୁଏତ ସେ ଭଗବାନ ତାକୁ ସୃଷ୍ଟି କରିପାରନ୍ତି, ସେ ତାର ମଧ୍ୟ ବଞ୍ଚିବାର ଅଧିକାର ଅଛି, କିନ୍ତୁ ତାକୁ ଘରେ ରଖି ପାଳନ ପୋଷଣ କଲେ ଆପଣଙ୍କର ହିଁ କ୍ଷତି ହେବ। ସାରା ଦେଶରେ ମୂଷା ନାମକ ଗୋଟିଏ ଜୀବ କେତେ କ୍ଷତି କରୁଛି, ସାରା ଦେଶରେ କେତେ କୋଟି ଟଙ୍କା କ୍ଷତି ହେଉଛି ଆପଣମାନେ ଭଲକି ଜାଣନ୍ତି। ତେଣୁ ମୂଷାକୁ ଗୃହର ଜଣେ ସଦସ୍ୟ ଭାବେ ମନେକରି ତାକୁ ପାଳନ କରିବା ଅର୍ଥ ନିଜର କ୍ଷତିକୁ ନିମନ୍ତ୍ରଣ କରିବା। ତେଣୁ ମୂଷା ଆଦି ଅନିଷ୍ଟ ଜୀବମାନଙ୍କୁ ଗୃହରୁ ବାହାରେ ରଖିବା ହିଁ ଆପଣମାନଙ୍କ ପାଇଁ ନିରାପଦ ଅଟେ। ହଁ, ଆପଣ ମୂଷାର ବିରୋଧ ପାଇଁ ଘରେ ବିଲେଇକୁ ପାଳନ କରିପାରନ୍ତି, ଯିଏକି ମୂଷାକୁ ଘର ପଶିବାର ଅଟକାଇବ। କିନ୍ତୁ ମୂଷା ଭଳି ଅନିଷ୍ଟକାରକ ଜୀବକୁ ଆଜିକାଲିକା ଯୁଗରେ ପାଳନ କରିବା, ଭଗବାନଙ୍କର ଦାନ ବୋଲି କହି ପାଳନ କରିବା, ଭଗବାନଙ୍କର ଅଂଶ, ଏହାକୁ ଭଗବାନ ସୃଷ୍ଟି କରିଛନ୍ତି, ତାକୁ ମାରିବାର ଅଧିକାର ଆମର ନାହିଁ, ଏପରି ଭାବି ମୂଷାକୁ ଯଦି ଆପଣ ନିଜର ଗୃହର ସଦସ୍ୟ ଭାବି ପାଳନ କରିବେ ତେବେ କ୍ଷତି ଆପଣଙ୍କର ହେବ। ତେଣୁ ଏଠାରେ ଯେଉଁ କଥା କୁହାଯାଇଛି ଯେ ମୂଷା ଆଦି ଛୋଟ ଜୀବମାନଙ୍କୁ ଗୃହବାସୀ ମନେକରି ସେମାନଙ୍କ ପାଳନ ପୋଷଣ କରିବା ଗୃହସ୍ଥର ମୁଖ୍ୟ ଧର୍ମ। ତେଣୁ ଆଜିକାଲି ଯୁଗରେ ଏଇ କାମଟା କରିବା କେତେ ଠିକ୍ ହେବ ସେ କଥା ଆପଣ ବିଚାର କରନ୍ତୁ। ସେପରି ଦେବତା ଋଷି ମୁନି ଆଦିଙ୍କ ସେବା କରିବା, ପିତୃପୁରୁଷଙ୍କୁ ପିଣ୍ଡ ଜଳ ଦେବା, ପରମାତ୍ମାଙ୍କ ଭଜନ ଶ୍ରବଣ କରିବା ମଧ୍ୟ ଗୃହସ୍ଥର ଧର୍ମ ଅଟେ। ହଁ, ଏସବୁ ଠିକ୍, କିନ୍ତୁ ଆମେମାନେ ବିଭିନ୍ନ ନିଜର ଗୃହ କାର୍ଯ୍ୟରେ ଏତେ ବ୍ୟସ୍ତ ରହୁଛୁ ଯେ ଏସବୁ କାମ ମଧ୍ୟ ଠିକ୍ସେ କରି ହେଉନାହିଁ। ତେଣୁ ଯେତେବେଳେ ଆପଣଙ୍କୁ ସମୟ ମିଳୁଛି ସେତେବେଳେ ଆପଣ ପିତୃପୁରୁଷଙ୍କୁ ପିଣ୍ଡ ଜଳ ଦିଅନ୍ତୁ, ପରମାତ୍ମାଙ୍କ ଭଜନ ଶ୍ରବଣ କରନ୍ତୁ ଆଉ ନିଜେ ସୁଖୀ ରୁହନ୍ତୁ। ଗୃହସ୍ଥ ଆଶ୍ରମରେ କିପରି ରହିବା ଉଚିତ? ମୁକ୍ତି ନିମନ୍ତେ ମନୁଷ୍ୟ ଶରୀର ତନ୍ମଧ୍ୟରେ ଗୃହସ୍ଥ ଆଶ୍ରମ ପାଠଶାଳା ସଦୃଶ। ଭୋଗ ଉପଭୋଗ କରିବା ଓ ଆରାମ ପାଇବା ପାଇଁ ମନୁଷ୍ୟ ଦେହ ମିଳିନାହିଁ। ଏହି ତନ କର ଫଳ ବିଷୟ ନା ଭାଇ। ହଁ, ଏକଥା ଯାହା କୁହାଯାଇଛି ଏହା ଠିକ୍, କିନ୍ତୁ ସମସ୍ତେ ଯେ ମୁକ୍ତି ଚାହିଁବେ ତାର କିଛି ମାନେ ନାହିଁ, ଆଉ ସମସ୍ତେ ଯେ ଭଗବାନଙ୍କ ଭକ୍ତ ହେଇଯିବେ ତାର କିଛି ମାନେ ନାହିଁ। ଗୃହସ୍ଥ ଆଶ୍ରମରେ ରହିବା ଅର୍ଥ ସମସ୍ତଙ୍କୁ ସ୍ନେହ ସମ୍ମାନ ଦେବା ସହିତ ସମସ୍ତଙ୍କର ଅଧିକାର ରକ୍ଷା କରିବେ, ସେମାନଙ୍କୁ ଉଚ୍ଚ ଶିକ୍ଷା ଦେବେ
और सेମାନଙ୍କ मनरे जेमतिका दुर्गुण प्रवेश न करे से कथा प्रति नजर रखिए समस्त को और ता सहित निजे जड़े भल मनीष होता आवश्यक समस्त को स्नेह श्रद्धा करने सहित से अधिकार रक्षा करेंगे से मत आपंकर जहाँ जहाँ कर्तव्य अच्छी पालन करेंगे और सान मैंने आपंठ से शिक्षा लाभ कर गृहस्थ समय आनंद रहा उचित जहाँ पूर्वर कहुई अर्थात शिवों परिवार भली गृहस्थ समय रहा उचित किंतु ये जो कहगला जे मुक्ति निमंते मनुष्य शरीर तन्मध्य गृहस्थ आश्रम पाठशाला सदृश ए कथा सब आजिकल के जुगपाई आदौ ठीक नुहे कारण समस्ते मुक्ति पाइबा चाहते नहीं आग संसार कार्य कर आपण मुक्ति कथा चिंता करपारती तेणु केवल शास्त्र वचन को मानिक मुक्ति पाइबा गृहस्थाश्रम रहा अर्थ निजर क्षति करने संगे सामान तेणु एठारे जहाँ कहुई एक कथा को भल भाव भाविक कार्य भल भाव चिंता कर कार्य लगातु शास्त्र विहित यज्ञ आदि कर्म कर ब्रह्मलोक प्राप्त होगा मुख्य उद्देश्य नुहे तेणु यथाशक्ति मन बुद्धि और योग्यता अधिकार द्वारा अन्य सुखी कराइबा आवश्यक अन्यर सुख सुविधा निजर सुख को त्याग करने प्रकृत मनुष्यता अटे। हाँ एक ठीक है अन्य सुख निजर सुख को त्याग करे प्रकृत मनुष्यता अटे किंतु आजिकल के जुगे जी निजर सुख त्याग कर अन्य को सुख दौची से लोक बेसी कष्ट पाऊँच तेणु अन्य को सुख दिंतु एक ठीक है किंतु निजर सुख सुविधा प्रति नजर रखु कारण आपण भी जड़े मनीष निजर किसी इच्छा रही तेणु संपूर्ण भाव में निजर सुख को त्याग करदे अर्थात अन्य को सुखी कर संपूर्ण भाव में निजर सुख को त्याग करदे पूरापूरी अमनीषपणी अटे तेणु ये कथा को बुझी विचारी कार्य करंतु गृहस्थ आश्रम कार्य करा बेले जो हिंसा होता है से किपर उद्धार पाइब गृहस्थ समय पांच प्रकार हिंसा होता है जथा खाद्य रंधन बेले अग्नि पड़ी छोट छोट जीव तथा जालिनी काठे थी पोक प्रभृति मरी जाती पानी माठी एपट सेपट कला बेले केतक जीव मरी जाती झाड़ू देवा बेले बहु जीव प्राण हराती चक्की में शस्य पेशिया बेले छोट छोट जीव पेशी हो जाती ढिंकी धान कुटिया बेले केतक जीव मरती एसबू हिंसा रक्षा पाइबापी गृहस्थ व्यक्ति प्रतिदिन बलि विश्वदेव पंच महायज्ञ करने उचित जो व्यक्ति सर्वथा भगवान को शरणापन्न हुए ताकू हिंसा लगे नहीं ये समस्त पापर मुक्त हो जाए। दर्शक बंधु एटा जहाँ कहगला जे गृहस्थाश्रम पांच प्रकार हिंसा होते से रक्षा पाइबापी ये जो पांच प्रकार हिंसा कथा पूर्व कहगला ये सब तो आम जाशुणी कर ना अजाणतर हो जाए जदि जाशुणिक आम ये पांच प्रकार हिंसा करूँ जामको पाप लगे ना पाप लगे ना एसबू कार्य कला बेले निश्चय हिंसा हुए तेणु एसपाई भगवान को ये क्षमा मागिने उचित आमती आग जमी एभली हिंसा हो न पार से सतर्क रहा उचित आठा जो कहगला जे हिंसा दूर करने प्रतिदिन बलि विश्वदेव पंच महायज्ञ करने उचित एसबू कथा बर्तमान जुगपाई संभव नुहे तेणु हिंसार रक्षापी बलि विश्वदेव पंच महायज्ञ करने बदल जदि आपण निज मन को शुद्ध रखी भगवान ठारे आत्मसमर्पण करती ताहले आम अजाणत होउथिबा हिंसा आमको लागिबो नहीं से निश्चय भाव में समस्त पापर मुक्त हो जाए केवल शास्त्र तेणु मन रखिए केवल शास्त्र लिखा होली कम लगाइबे नहीं कारण शास्त्र को कार्यकारी करने को हेले आमको विभिन्न परिस्थिति को देखा पड़े तथा वर्तमान समय लक्षण को देखा जाए कार्य करने उचित खाली शास्त्र लिखाई बोली कथा मानिकी कम कले आपण मैंने असुविधा पड़ पारती आमे तो निजे पोषण ढेंकी व्यवहार करना आमको हिंसा लगे कहीं आमे से सब व्यवहार करना सत किंतु पोषाई अटा कुटा हो चाउल खाऊ से सब तैयारी कर जो हिंसा होता है ताहा आमको लगे हाँ एक ठीक तेणु जीव को आम कि पाइबापे कि हरवा पड़े जे कथा जो पूर्व जो एक कहगला जे आम तो चाउल अटा खाऊ किंतु आमको से केते जीव पेशी मरी जाती आमको से हिंसा लगुना ठीक अच्छे आमको लगुना ना किंतु अजाणत हिंसा ही अटे तेणु आमको लगे तेणु ये भगवान को प्रार्थना करने उचित आम जो गचर फूल तोलुचु ता कौन हिंसा नुहे कि गचर फूल तोड़ा कथा नुहे किंतु जेहेतु फूल दरकार आम फूल तोलुचे भगवान पूजा फूल आवश्यक फूल तोलुचे तेणु हिंसा होची आमे जो माने नॉनवेज वाला अटंती अर्थात
अर्थात आमिष प्रिय अटंती से जो जीव हत्या होचे से जो मांस खाऊँच ताद्वारा जो जीव हत्या आम कौन आम से मांस खाइले आम कौन हिंसा लगुनि हाँ लगुच किंतु आमिष शरीर पर निहाती दरकार न खाइले भी हेनी डाक्तर कहते विज्ञान जुगर एक कहुचे आमिष खाइबा शरीर पर निहाती दरकार तेणु जीव हत्या बेले जीव हत्या बेले छेली कि मेंढा को हाणिला बेले जो जीव हत्या होचे तार हिंसा आमको लगुचे किंतु जेहेतु ये सब आवश्यक तेणु हिंसा हेले अनेकांश आमर हृदय जदि निर्मल थी तेणु एसबू हिंसा हेले आमको लगे ना। कृषि कर्म अनेक जीव मरी जाती तेरे कृषक कृषि करना से निश्चय कृषि कर किंतु हिंसा न करने जत्नवान हो। कृषि करने कृषकर कर्तव्य होता कम पाप लगे तथापि सावधानतापूर्वक न्यूनतम हिंसा कर निजर कर्तव्य संपादन कर। हाँ दर्शक बंधु एक ठीक अच्छे आजिकल चाष करने समय विभिन्न प्रकार केमिकाल प्रयोग कर गच को सुरक्षा देवाई तथा जीव गचर लगुव पोक अन्य कीट मान मारे विभिन्न केमिकाल प्रयोग कर द्वारा आमको हिंसा लगुच किंतु कौन करवा आमको बाध्य सब करा पड़े जदि से सब रासायनिक द्रव्य आम प्रयोग नक तेबे पोक कीट आमर गछपत्र को नष्ट करदे आमर सबुदिन आमर कर सबुदिन परिश्रम वृथा हो। तेणु कीट और पतंग मान मारे कीटनाशक प्रयोग कर कृषक मैंने भगवान को प्रार्थना करूँ जे आम अजाणत जो पाप होती से पाप को प्रभु दूर कर दिंतु। आजिकल कृषक मैंने फसल सुरक्षा कीटनाशक औषध व्यवहार कर ठीक कि पूर्वे कीटनाशक औषध प्रयोग नक खाद्य शस्य सस्तार मिलूला आजिकल जीव हिंसा करने संगे संगे मूल्य वृद्धि पाई ऊपर को जना पड़ी कीटपतंग को मारिदेले शस्य उत्पादन अधिक होची किंतु यार परिणाम भल होना। दर्शक बंधु एटा जो कथा कहगला एक शास्त्रीय दृष्टि ठीक है किंतु व्यावहारिक दृष्टि एक ठीक नुहे किंतु कीटनाशक औषध आपण मैंने कृषक मैंने व्यवहार न करेंगे गचरे पोक लग जाए अन्य कीटपतंग लग जाए गच को नष्ट करते कृषक सारा जीवन कृषक कर सारा जीवन परिश्रम सारा दिन परिश्रम तार नष्ट हो। तेणु कृषकर इच्छा नथिले बाध्य से कीटनाशक प्रयोग करुच्छ कारण से परिबा पत्र बिक्री कले तार परिवार चलो सी किसी दुई पैसा पाइब जदि से कीटनाशक प्रयोग न कर कीटपतंग मैंने सारा जीवन परिश्रम को नष्ट करदे तेणु सी चलो किपर। तेणु आजिकल कृषक मैंने कीटनाशक औषध जो प्रयोग कर चाष करने समय कीटनाशक औषध प्रयोग कर चेष्टा करूँ जिते कम मात्रा व्यवहार कर प्रयोग करूँ अधिक मात्रा प्रयोग करूँ ना किंतु ये जो कहला परिणाम भल हो परिणाम भल हो कि न हो कीटनाशक प्रयोग करने तो निहाती दरकार कारण कीटनाशक गछ चाष क्षेत्र प्रयोग न कले गछपत्र फसल नष्ट हो बहुत संभावना रही। शास्त्र में गृहस्थ 5टी ऋण कथा कहुई पितृ ऋण देव ऋण ऋषि ऋण भूत ऋण मनुष्य ऋण एमध्य पितृ ऋण कौन और ता किपरि परिशोध हो। बापा माँ जेजे बापा जेजेमा अजा आई प्रभृति मृत्यु पर जो जो कार्य कराए से सब प्रेत कार्य परक्रम में साध तर्पण करने पिंड जल देवा आदि पितृ कार्य मृत्यु पर जीव देवता मनुष्य पशु पक्षी भूत प्रेत वृक्षलता आदि जो देह पाए तार नाम पितृ। माता पिता रज बीजर शरीर तैयारी हुए मातृदुग्ध पिता अर्जित अन्नर देहर पालन पोषण हुए पिता धन शिक्षा और योग्यता लाभ हुए माता पिता उद्यम बह हुए यही रूपे पुत्र उपर माता पिता ऋण रहे वंश परंपरा रही आसुवा पितृ ऋण मुक्त होगा निमंते से सद्गति निमंते पितृपुरुषों नाम श्राद्ध तर्पण करने पिंड जल देवा आवश्यक। माता पिता नाम आजीवन पुत्र माता पिता नाम आजीवन पिंडदान करे परवर्ती समय संतान जात कर पिंडदान क्रिया अव्याहत न रखिले से पितृ ऋण मुक्त हुए नहीं। संतान जात होगा पितृ ऋण संतान उपरको आसी जाए पितृपुरुष मैंने पिंड पाणी आशा रखि था पुत्रर संतान नहेले पिंड न मिलवा आशंकार से दुखी हुंती पिंड पाइले पितृपुरुष तृप्त हुंती तेणु संतान लाभ कर परंपरा रक्षा करने उचित। हाँ दर्शक बंधु एक कथा ठीक आमे जहाँ आज मनीष होइचे जहाँ आम सारा दुनिया को चिन्हीचे से पितृपुरुष मान पिंडदान देवा निहाती आवश्यक। यह एक अंधविश्वास नुहे यह संपूर्ण शास्त्रीय सम्मत शास्त्र पुराण पिंडदान महत्व रही और आमे जो पितृपुरुष को पिंडदान करुचे
ସେସବୁ ପିଣ୍ଡଦାନ ପିତୃପୁରୁଷ ମାନେ ନିଶ୍ଚୟ ଆସି ଗ୍ରହଣ କରୁଛନ୍ତି। ଆମକୁ ସେମାନେ ସେଇ ପିଣ୍ଡଦାନ ଗ୍ରହଣ କରିବା ସମୟରେ ସେମାନେ ଆମକୁ ଦେଖାଯାଇ ନପାରନ୍ତି, କାରଣ ସେମାନେ ଅଦୃଶ୍ୟ ରୂପରେ ଥାନ୍ତି। ଯିଏ ସେପରି ପିତୃଭକ୍ତ ହୋଇଥିବ ସେ କେବଳ ତାକୁ ହିଁ ସେ ପିତୃପୁରୁଷମାନେ ଦେଖାଦେବେ। ରାମାୟଣରେ ମଧ୍ୟ ଏକଥା ପ୍ରମାଣ ଅଛି ଯେ ମାତା ସୀତା ଯେତେବେଳେ ବନବାସରେ ଥିଲେ ସେତେବେଳେ ରାଜା ଦଶରଥଙ୍କୁ ବାଲିରେ ପିଣ୍ଡଦାନ କରିଥିଲେ ଓ ସେ ପ୍ରତ୍ୟକ୍ଷ ଭାବରେ ଦେଖିଲେ ଯେ ପିତୃପୁରୁଷ ରାଜା ଦଶରଥ ସ୍ୱର୍ଗରୁ ଆସି ତାଙ୍କ ହାତରୁ ସେ ବାଲିପିଣ୍ଡ ଓ ଭୋଗ ସବୁ ଗ୍ରହଣ କରିଥିଲେ। ତେଣୁ ପିଣ୍ଡଦାନ ଦେବା କାର୍ଯ୍ୟ ଅତି ମହତ୍ କାର୍ଯ୍ୟ। ତେଣୁ ଆମେମାନେ ସମସ୍ତେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବା ଉଚିତ। ସେମାନେ ଆମ ପ୍ରତି ଯେଉଁ ଉପକାର କରିଛନ୍ତି ଏହାଦ୍ୱାରା ସେ ଉପକାର କିଛି ମାତ୍ରାରେ ସୁଝା ଯାଇପାରିବ। ତେଣୁ ପିଣ୍ଡଦାନ କରିବା ଅନ୍ଧବିଶ୍ୱାସ କାର୍ଯ୍ୟ ନୁହେଁ, ଏହା ମଧ୍ୟ ବିଜ୍ଞାନସମ୍ମତ ଅଟେ। ତେଣୁ ବିଜ୍ଞାନ ଓ ଶାସ୍ତ୍ର ମଧ୍ୟ ଏହାକୁ ପ୍ରମାଣ କରନ୍ତି। ତେଣୁ ଦର୍ଶକ ବନ୍ଧୁ ଆପଣମାନେ ପିଣ୍ଡଦାନ ନିଶ୍ଚୟ କରନ୍ତୁ ଓ ପିତୃପୁରୁଷଙ୍କ ଆଶୀର୍ବାଦ ଲାଭ କରନ୍ତୁ। ପିତୃପୁରୁଷଙ୍କ ନାମରେ ଦିଆଯାଉଥିବା ପଦାର୍ଥ ସେମାନଙ୍କୁ ମିଳେ କି? ହଁ ମିଳେ। ମୃତ୍ୟୁ ପରେ ସେମାନେ ଯେକୌଣସି ଦେହ ଲାଭ କରନ୍ତି ଦିଆଯାଉଥିବା ପିଣ୍ଡ ସେମାନଙ୍କୁ ଆବଶ୍ୟକ ହେଉଥିବା ଖାଦ୍ୟପଦାର୍ଥ ରୂପରେ ପ୍ରାପ୍ତ ହୁଏ। କେହି ପଶୁ ଦେହ ପାଇଥିଲେ ପିଣ୍ଡ ଘାସ ହୋଇଯାଏ, କେହି ଦେବଦେହକୁ ଗଲେ ପିଣ୍ଡ ଅମୃତ ହୋଇଯାଏ, କେହି ଆମ ଦେଶରୁ ମନି ଅର୍ଡ଼ର ଯୋଗେ ଟଙ୍କା ଆମେରିକାକୁ ପଠାଇଲେ ତାହା ଡଲାର ହୋଇ ନିର୍ଦ୍ଦିଷ୍ଟ ଲୋକକୁ ମିଳେ। ପିତୃପୁରୁଷ ନାମରେ ନିଆଯାଉଥିବା ପିଣ୍ଡ, ଜଳ ଓ ଅନ୍ୟାନ୍ୟ ଦ୍ରବ୍ୟଦାନକୁ ସେଭଳି ବୁଝିବାକୁ ହେବ। ଆଜି ଆମକୁ ଯେଉଁ ଅନ୍ନ ବସ୍ତ୍ର ମିଳୁଅଛି ତାହା ଆମର ପୂର୍ବକୃତ ପୁଣ୍ୟର ଫଳ ହୋଇପାରେ, ଅଥବା ଆମ ପୂର୍ବଜନ୍ମର ପୁତ୍ର ପୌତ୍ରାଦିଙ୍କ ଶ୍ରାଦ୍ଧତର୍ପଣର ଫଳଦାନ ମଧ୍ୟ ହୋଇପାରେ। ଯାହା ହେଲେ ବି ଏହା ଆମର ପ୍ରାରବ୍ଧ। ମନେକର ଜଣେ ବ୍ୟକ୍ତି ବ୍ୟାଙ୍କରେ ଲକ୍ଷେ ଟଙ୍କା ଜମା ରଖିଛନ୍ତି, କିଛି ନିଜ ନାମରେ, କିଛି ପତ୍ନୀଙ୍କ ନାମରେ ଓ କିଛି ପୁତ୍ର ନାମରେ। କେବଳ ନିଜ ନାମରେ ଜମା ରଖିଥିବା ଟଙ୍କା ହିଁ ସେ ଉଠାଇ ପାରିବେ, ପୁତ୍ର ବା ସ୍ତ୍ରୀର ଟଙ୍କା ନୁହେଁ। ସେହିପରି ପିତୃପୁରୁଷଙ୍କ ନାମରେ ଯେଉଁଥିବା ପିଣ୍ଡ ସେମାନଙ୍କୁ ହିଁ ମିଳେ, ଆମକୁ ନୁହେଁ। ଅବଶ୍ୟ ଜୀବିତ ଥିବା ସମୟରେ ଗୟାକୁ ଯାଇ ନିଜ ନାମରେ ପିଣ୍ଡ ଦେଲେ ମୃତ୍ୟୁ ପରେ ତାହା ଆମକୁ ମିଳିଥାଏ। ଗୟାରେ ପଶୁପକ୍ଷୀଙ୍କ ନାମରେ ଦିଆଯାଉଥିବା ପିଣ୍ଡ ମଧ୍ୟ ସେମାନଙ୍କୁ ମିଳେ। ଜଣେ ବ୍ୟକ୍ତି ତାଙ୍କ ଗାଈକୁ ବହୁତ ସ୍ନେହ କରୁଥିଲେ। ଗାଈ ମରିଯିବା ପରେ ସେ ବ୍ୟକ୍ତିଙ୍କୁ ସ୍ୱପ୍ନରେ ଗାଈ ଦୁଃଖୀ ଥିବା ପରି ଦେଖାଗଲା। ଗୟା ଯାଇ ସେ ଗାଈ ନାମରେ ପିଣ୍ଡ ଦେଲେ। ଏହାଫଳରେ ସେ ସ୍ୱପ୍ନାବସ୍ଥାରେ ଗାଈ ଅତି ପ୍ରସନ୍ନ ଥିବାର ଦେଖିଲେ। ଆମ ପାଖରେ ଥିବା ଧନ ମଧ୍ୟରୁ କିଛି ଆମର ନିଜ ଅର୍ଜିତ, ଆଉ କିଛି ଆମ ପୂର୍ବପୁରୁଷଙ୍କ ଅର୍ଜିତ। ସ୍ୱଅର୍ଜିତ ଧନ ଉପରେ ଆମର ଅଧିକାର ଅଛି, ପୂର୍ବପୁରୁଷଙ୍କ ଧନ ଉପରେ ଆମର ସେତେ ଅଧିକାର ନାହିଁ। ବଂଶ ପରମ୍ପରା କ୍ରମରେ ପୂର୍ବପୁରୁଷଙ୍କ ଧନ ଉପରେ ଆମ ପୁତ୍ର ପୌତ୍ରଙ୍କ ଅଧିକାର ରହିଛି। ଏଣୁ ଏହି କ୍ରମରେ ସେମାନଙ୍କ ଦ୍ୱାରା ପ୍ରଦତ୍ତ ପିଣ୍ଡ ପିତୃପୁରୁଷଙ୍କୁ ମିଳେ। ମୃତ୍ୟୁ ପରେ ସମସ୍ତେ ଯେ ପିତୃଲୋକକୁ ଯାଆନ୍ତି ଏପରି କୌଣସି ନିୟମ ନାହିଁ। ନିଜ ନିଜ କର୍ମ ଅନୁସାରେ ଗତି ଓ ଫଳ ମିଳେ। ଯଦି କାହାର ମାତା ପିତା ମୁକ୍ତ ହୋଇ ପରମଧାମକୁ ଚାଲିଯାଇଥାନ୍ତି, ତାହେଲେ ତାଙ୍କ ନାମରେ ଦିଆଯାଉଥିବା ପିଣ୍ଡ କ'ଣ ହେବ? ମାତା ପିତା ମୁକ୍ତ ହୋଇ ପରମଧାମକୁ ଯିବା ବିଷୟ ପୁତ୍ରକୁ ଗୋଚର ହୁଏ ନାହିଁ, କିନ୍ତୁ ପୁତ୍ର ଆଦରପୂର୍ବକ ସେମାନଙ୍କ ନାମରେ ଯେଉଁ ପିଣ୍ଡଦାନ କରେ ବା ଦାନ ପୁଣ୍ୟ କରେ ସେସବୁ ନିଜ ନାମରେ ଜମା ହୋଇ ରହେ ଓ ମୃତ୍ୟୁ ପରେ ତାକୁ ମିଳେ। ଧରାଯାଉ ଆମେ ଆମର ବନ୍ଧୁଙ୍କ ନିକଟକୁ ବମ୍ବେ ଠିକଣାରେ ଟଙ୍କା ପଠାଇଲୁ, ସେ ସେଠାରେ ନଥିଲେ ଟଙ୍କା ଆମ ପାଖକୁ ନିଶ୍ଚୟ ଫେରିଆସିବ। ଦର୍ଶକ ବନ୍ଧୁ, ଏଠାରେ ଯେଉଁ କୁହାଗଲା ଯେ ମାତା ପିତା ମୃତ୍ୟୁ ପରେ ପିତୃଲୋକକୁ ଯାଉଛନ୍ତି କି ନାହିଁ ବା ପରମଧାମକୁ ଚାଲିଯାଇଛନ୍ତି କି ନାହିଁ ସେ କଥା ପୁତ୍ର ଜାଣିବ କିପରି? ହଁ, କେତେକ କ୍ଷେତ୍ରରେ ଦେଖାଯାଇଛି ଯେ ମାତା ପିତା ସ୍ୱପ୍ନରେ ନିଜ ପରମଧାମକୁ ଗତି କରିବା କଥା ପୁତ୍ରକୁ ଜଣାଇ ଦେଇଥାନ୍ତି, ବା ଏପରି ଏକ ଆଲୌକିକ ଘଟଣା ଘଟିଥାଏ ଯାହାଦ୍ୱାରା ପୁତ୍ର ଜାଣିପାରେ ଯେ ତାର ମାତା ପିତା ନିଜ ଭକ୍ତି ବଳରେ ଭଗବାନଙ୍କୁ ପ୍ରାପ୍ତ କରିସାରିଛନ୍ତି। ତେଣୁ ଏକଥାକୁ ନ ଜାଣିବାର ସେମିତି କୌଣସି ନିୟମ ନାହିଁ। ଯଦି ଆପଣ ପ୍ରକୃତ ଭକ୍ତ ହୋଇଥିବେ, ନିୟମ ନିଷ୍ଠାରେ ନିଜ ଧର୍ମ ପାଳନ କରୁଥିବେ, ତାହେଲେ ନିଜ ପିତୃପୁରୁଷମାନେ ବା ନିଜ ମାତା ପିତାମାନେ ପରମଧାମକୁ ଯାଇଛନ୍ତି କି ନାହିଁ ତାହା ଆପଣ ନିଶ୍ଚୟ ଜାଣିପାରିବେ। ସନ୍ତାନ ଉତ୍ପନ୍ନ ନ କରି କ'ଣ ଜଣେ ବ୍ୟକ୍ତି ପିତୃଋଣରୁ ମୁକ୍ତ ହୋଇପାରିବ ନାହିଁ? ହଁ, ମୁକ୍ତ ହୋଇପାରିବ। ଯେ ବ୍ୟକ୍ତି ସର୍ବଦା ପ୍ରଭୁଙ୍କଠାରେ ଶରଣାପନ୍ନ ତାପରେ କୌଣସି ଋଣ ରହେ ନାହିଁ। ହଁ ଦର୍ଶକ ବନ୍ଧୁ, ଏକଥା ସମ୍ପୂର୍ଣ୍ଣ ଠିକ୍। ତେଣୁ ପ୍ରଭୁଙ୍କଠାରେ ସର୍ବଦା ଲାଗି ରୁହନ୍ତୁ। ଆପଣ ଧୀରେ ଧୀରେ ଆପଣ ଦେଖିବେ ସେ ସବୁ ପ୍ରକାର କଷ୍ଟ ଓ ଋଣରୁ ଆପଣଙ୍କୁ ମୁକ୍ତ କରିଦେବେ। ତା ଅର୍ଥ ନୁହେଁ ଯେ ଆପଣମାନେ ପୁରା କାର୍ଯ୍ୟ ନକରି ପୁରା ଖାଲିରେ ବସି ରହିବେ ଓ ଅନ୍ୟମାନଙ୍କ ଦ୍ୱାରା ନିଜର ସବୁ କାର୍ଯ୍ୟ କରାଇବେ, ଭାବିବେ ଯେ ମୁଁ ତ ପ୍ରଭୁଙ୍କଠାରେ ଶରଣାପନ୍ନ, ମୋ ଉପରେ କୌଣସି ଋଣ ରହିବ ନାହିଁ। ସେ କଥା ନୁହେଁ ବନ୍ଧୁ। ସଂସାରକୁ ଆସିଛନ୍ତି ମାନେ କାର୍ଯ୍ୟ ତ କରିବାକୁ ହିଁ ପଡ଼ିବ।
ଆପଣ ତ ଅନ୍ୟମାନଙ୍କ ଉପରେ ଆପଣଙ୍କ ପଛେ ସନ୍ତାନ ନଥାଇପାରନ୍ତି, କିନ୍ତୁ ଆପଣ ତ ଅନ୍ୟମାନଙ୍କ ଉପରେ ନିର୍ଭର କରି ଚଳୁଛନ୍ତି ନା। ତେଣୁ ତାଙ୍କ ପାଇଁ ତ ପୁଣି ତ କିଛି କର୍ତ୍ତବ୍ୟ, ଆପଣଙ୍କର କିଛି କର୍ତ୍ତବ୍ୟ ଅଛି। ତେଣୁ ସେ କର୍ତ୍ତବ୍ୟକୁ ପାଳନ କରନ୍ତୁ ଓ ସେମାନଙ୍କୁ ସୁଖୀ କରିବାକୁ ଚେଷ୍ଟା କରନ୍ତୁ। ତେଣୁ ସନ୍ତାନ ଥିଲେ ଯେ ସମସ୍ତେ ସୁଖୀ ହୋଇଯିବେ ସେମିତି କିଛି ମାନ ନାହିଁ। ଏମିତି ବହୁତ ଲୋକ ଅଛନ୍ତି ଯାହାଙ୍କର ସନ୍ତାନ ବି ନାହାନ୍ତି। ତା'ର ବୈଜ୍ଞାନିକ କାରଣ ଅଛି ଆଉ ନୈତିକ କାରଣ ମଧ୍ୟ ରହିଛି ଓ ସାମାଜିକ କାରଣ, ଶାରୀରିକ କାରଣ ମଧ୍ୟ ତା'ର ରହିଛି। ତେଣୁ ସନ୍ତାନ ଉତ୍ପନ୍ନ କରି ଜଣେ ବ୍ୟକ୍ତି ପିତୃଋଣରୁ ମୁକ୍ତ ହେବା ନିଶ୍ଚିତ ସତ କଥା, କିନ୍ତୁ ତା ସହିତ ସେ ନିଜର କର୍ତ୍ତବ୍ୟ ମଧ୍ୟ ପାଳନ କରିବା ଉଚିତ। ଏହାଦ୍ୱାରା ଭଗବାନ ପ୍ରସନ୍ନ ହେବେ ଓ ତାପରେ କୌଣସି ଋଣ ରହିବ ନାହିଁ। ରାଜନ, ଭାଗବତରେ କୁହାଯାଇଛି, ରାଜନ, ଯେଉଁ ବ୍ୟକ୍ତି ସମସ୍ତ କାର୍ଯ୍ୟ ଛାଡ଼ି ପୂର୍ଣ୍ଣରୂପେ ଭଗବାନଙ୍କଠାରେ ଶରଣାପନ୍ନ, ସେ ଦେବତା, ଋଷି, କୁଟୁମ୍ବଜନ ଓ ପିତୃଋଣ କାହାର ଋଣୀ ରହେ ନାହିଁ, କାହାର ଅଧୀନସ୍ଥ ହୁଏ ନାହିଁ। ହଁ, ଏକଥା ଠିକ୍, କାହାର ଅଧୀନସ୍ଥ ହୁଏ ନାହିଁ। କିନ୍ତୁ ପୂର୍ବରୁ ମୁଁ ଯେଉଁ କହିଲି ଯେ ଆପଣ ତା ସହିତ ଆପଣ ନିଜର କର୍ତ୍ତବ୍ୟ ପାଳନ କରନ୍ତୁ। ଏହାଦ୍ୱାରା ଆପଣ ଯେଉଁମାନଙ୍କ ଉପରେ ନିର୍ଭର କରି ଚଳୁଛନ୍ତି ବା ଯେଉଁ ଘରେ ଆପଣ ରହିଛନ୍ତି ସେମାନଙ୍କ ପାଇଁ ତ ପୁଣି ଆପଣଙ୍କର କିଛି କର୍ତ୍ତବ୍ୟ ଅଛି। ତେଣୁ ତାକୁ ପାଳନ କରନ୍ତୁ। ସେମାନେ ମଧ୍ୟ ସୁଖୀ ହୋଇ ଆପଣଙ୍କର ମଙ୍ଗଳ କାମନା କରିବେ। ଦେବଋଣ କ'ଣ ଓ ସେଥିରୁ କିପରି ମୁକ୍ତି ମିଳିବ? ବର୍ଷା, ଉତ୍ତାପ, ବାୟୁ ଯୋଗୁଁ ଆମେ ବଞ୍ଚିଛୁ। ପୃଥିବୀ ଆମ୍ଭମାନଙ୍କୁ ଧାରଣ କରିଛି। ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଆଲୋକ ଦେଉଛନ୍ତି। ସମସ୍ତଙ୍କ ଉପରେ ଆମର ଜୀବନ ନିର୍ଭର କରୁଛି। ଏସବୁ ଆମର ଦେବଋଣ। ହୋମ ଯଜ୍ଞାଦି ଦ୍ୱାରା ଏହି ଦେବତାମାନେ ତୁଷ୍ଟ ହୁଅନ୍ତି ଓ ଆମେ ଦେବଋଣରୁ ମୁକ୍ତ ହେଉ। ଋଷି ଋଣ କ'ଣ ଓ ତାହା କିପରି ପରିଶୋଧ କରାଯିବ? ଋଷିମୁନି ଓ ସନ୍ଥ ମହାତ୍ମାମାନେ ଯେଉଁ ସଦ୍ଗ୍ରନ୍ଥ ଲେଖିଯାଇଛନ୍ତି ସେଥିରୁ ଆମ୍ଭମାନଙ୍କୁ କର୍ତ୍ତବ୍ୟ ଅକର୍ତ୍ତବ୍ୟର ଜ୍ଞାନ ମିଳେ, ସତ୍ଶିକ୍ଷା ପ୍ରାପ୍ତ ହୁଏ। ସେସବୁ ଆମ ଉପରେ ଋଣ। ସେମାନଙ୍କ ଗ୍ରନ୍ଥ ଶ୍ରଦ୍ଧା କରିବା, ସନ୍ଧ୍ୟା ଗାୟତ୍ରୀ ଆଦି ଅନୁଷ୍ଠାନ କରିବା ଦ୍ୱାରା ଋଷି ଋଣ ପରିଶୋଧ କରାଯାଇପାରେ। ଦର୍ଶକ ବନ୍ଧୁ, କେବଳ ସେତିକି ନୁହେଁ, ଏସବୁ ଯେଉଁ ସଦ୍ଗ୍ରନ୍ଥ ଲେଖାଯାଇଛି ତାହା ଆମର ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ତେଣୁ ସେସବୁ କେବଳ ସ୍ୱାଧ୍ୟାୟ କରି ବା ପାଠ କରି ଋଷିମାନଙ୍କୁ ପ୍ରସନ୍ନ କରିଦେଲେ ଆମେ ଋଷି ଋଣରୁ ମୁକ୍ତ ହୋଇପାରିବା ନାହିଁ। ସେସବୁକୁ ନିଜ ଜୀବନରେ ଆଚରଣ କରିପାରିଲେ, ସେସବୁ ଗ୍ରନ୍ଥରେ ଯେଉଁ ଭଲ କଥା କୁହାଯାଇଛି ସେସବୁକୁ ସମୟ ଉପଯୋଗୀ ଅନୁସାରେ ଆଚରଣ କରିପାରିଲେ ଋଷିମୁନିମାନେ ଆମ ଉପରେ ଅତି ପ୍ରସନ୍ନ ହୋଇ ଆମକୁ ଆଶୀର୍ବାଦ କରିବେ। କେବଳ ସେମାନଙ୍କ ଗ୍ରନ୍ଥ ପଢ଼ିଦେଲେ ବା ସନ୍ଧ୍ୟା ଗାୟତ୍ରୀ କରିଦେଲେ ଯେ ଋଷିମାନେ ଆମ ଉପରେ ପ୍ରସନ୍ନ ହୋଇଯିବେ ତାହା ନୁହେଁ। ସେମାନେ ଲେଖିଯାଇଥିବା ଗ୍ରନ୍ଥକୁ ଆପଣମାନେ ପଢ଼ନ୍ତୁ, ନିଜେ ଆଚରଣ କରନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ସେହିପରି ଆଚରଣ କରିବାକୁ କୁହନ୍ତୁ। ଏହାଦ୍ୱାରା ଋଷିମୁନିମାନେ ପ୍ରସନ୍ନ ହୋଇ ଆମକୁ ଆଶୀର୍ବାଦ କରିବେ ଓ ଆମର ଗୃହସ୍ଥ ଜୀବନ ସୁଖୀ ହୋଇପାରିବ। ଭୂତ ଋଣ କ'ଣ? ତାହା କିପରି ପରିଶୋଧ କରାଯିବ? ଗାଈ, ଛେଳି, ଘୋଡ଼ା ଆଦି ପ୍ରାଣୀ ଆମର ଜୀବନ ନିର୍ବାହରେ ସହାୟକ ଅଟନ୍ତି। ସେପରି ବୃକ୍ଷଲତା ଆମକୁ ପତ୍ର, ଫୁଲ, ଫଳ, କାଠ ଆଦି ଯୋଗାଇ ଦିଅନ୍ତି। ଆମ ଉପରେ ଏସବୁ ଋଣ ରହିଛି। ପଶୁପକ୍ଷୀମାନଙ୍କୁ ଘାସ, ଖାଦ୍ୟ, ଜଳ ଆଦି ଦେବା ଓ ବୃକ୍ଷଲତାକୁ ସାର, ଜଳ ଆଦି ଦେବା ଦ୍ୱାରା ଆମେ ଭୂତ ଋଣ ପରିଶୋଧ କରୁ। ତେଣୁ ଦର୍ଶକ ବନ୍ଧୁ ଦେଖନ୍ତୁ, ଏଠାରେ ବହୁତ ସୁନ୍ଦର କଥା କୁହାଯାଇଛି। ତେଣୁ ଏସବୁ ଭୂତ ଋଣ ତ ଆମେ ସମସ୍ତେ କରିବା ଉଚିତ। କାରଣ ଯେଉଁମାନେ ଆମକୁ ସାହାଯ୍ୟ କରିଛନ୍ତି ଆମର ତ ପୁଣି ତାଙ୍କ ପ୍ରତି କିଛି କର୍ତ୍ତବ୍ୟ ରହିଛି। ତେଣୁ ଏସବୁ ଋଣରୁ ମୁକ୍ତ ହୁଅନ୍ତୁ ଓ ସେମାନଙ୍କର ଆଶୀର୍ବାଦ ପ୍ରାପ୍ତ କରନ୍ତୁ। ମନୁଷ୍ୟ ଋଣ କ'ଣ? ତାହା କିପରି ପରିଶୋଧ କରାଯିବ? ସମସ୍ତଙ୍କୁ ସାହାଯ୍ୟରୁ ଆମେ ଜୀବନ ନିର୍ବାହ କରୁଛୁ। ଆମ ପାଇଁ କେହି ସଡ଼କ ତିଆରି କରିଛନ୍ତି, କେହି କୂପ ପୁଷ୍କରିଣୀ ଖୋଦନ କରିଛନ୍ତି, କେହି ବୃକ୍ଷରୋପଣ କରିଛନ୍ତି, କେହି ଖାଦ୍ୟ ପଦାର୍ଥ ଉତ୍ପାଦନ କରୁଛନ୍ତି। ଏସବୁ ଆମ ଉପରେ ସେମାନଙ୍କ ଋଣ। ଅନ୍ୟମାନଙ୍କ ସୁଖ ସୁବିଧା ପାଇଁ ଆମେ କୂପ ପୁଷ୍କରିଣୀ ଖୋଦନ କଲେ, ସଡ଼କ, ଉପବନ, ଧର୍ମଶାଳା ଆଦି ନିର୍ମାଣ କଲେ, ଅନ୍ନଛତ୍ର ଖୋଲିଲେ ଆମେ ମନୁଷ୍ୟ ଋଣ ପରିଶୋଧ କରିପାରିବା। ହଁ ଦର୍ଶକ ବନ୍ଧୁ ଦେଖନ୍ତୁ, ଏଥିରେ ବହୁତ ସୁନ୍ଦର କଥା କୁହାଯାଇଛି। ଆମେ ଯେଉଁମାନଙ୍କର ସାହାଯ୍ୟ ପାଇ ଚଳିପାରିଛୁ ସେମାନଙ୍କୁ ସାହାଯ୍ୟ କରିବା ଆମର ବି କର୍ତ୍ତବ୍ୟ। ତେଣୁ ମନୁଷ୍ୟ ଋଣ ପରିଶୋଧ କରିବା ପାଇଁ ହେଲେ ଏଇ ଯେଉଁ କଥା ଗୁଡ଼ିକ କୁହାଗଲା ଏସବୁ କରନ୍ତୁ ଓ ମନୁଷ୍ୟ ଋଣ ପରିଶୋଧ କରି ନିଜ ଜୀବନକୁ ସୁଖୀ କରନ୍ତୁ। ପିତୃଋଣ, ଦେବଋଣ, ଋଷି ଋଣ, ଭୂତ ଋଣ, ମନୁଷ୍ୟ ଋଣ, ଏହି 5 ଋଣ ପରିଶୋଧ କରିବା ଗୃହସ୍ଥର କର୍ତ୍ତବ୍ୟ। ଯେଉଁମାନେ ସର୍ବତ ଭାବରେ ପ୍ରଭୁଙ୍କଠାରେ ଶରଣାପନ୍ନ ସେମାନେ ପିତୃ, ଦେବ ଆଦି କାହାର ଋଣୀ ହୁଅନ୍ତି ନାହିଁ। ସେମାନେ ସବୁ ଋଣରୁ ମୁକ୍ତି ପାଇଯାଆନ୍ତି। ହଁ, ଏକଥା ଠିକ୍, ସେମାନେ ସବୁ ଋଣ ମୁକ୍ତି ପାଇଯାଆନ୍ତି, କିନ୍ତୁ ତା ସହିତ ନିଜର କର୍ତ୍ତବ୍ୟ ପାଳନ କରନ୍ତୁ। ଅନ୍ୟମାନଙ୍କର ଅଧିକାର ରକ୍ଷା କରନ୍ତୁ, ଅନ୍ୟମାନଙ୍କୁ ସ୍ନେହ ସମ୍ମାନ ଦିଅନ୍ତୁ। ତାହେଲେ ବଡ଼ମାନଙ୍କ ଆଶୀର୍ବାଦ ପାଇବା ସହିତ ସାନମାନଙ୍କର ସ୍ନେହ ଶ୍ରଦ୍ଧା ମଧ୍ୟ ପାଇବେ। କେବଳ ସବୁ ଋଣରୁ ମୁକ୍ତି ପାଇବା ପାଇଁ ଯଦି ଆପଣ କିଛି ପରିଶ୍ରମ ନ କରିବେ ବା କିଛି ଘର ଲୋକଙ୍କୁ ସାହାଯ୍ୟ ନ କରିବେ, କେବଳ ନିଜ ସୁଖ ସୁବିଧା ଚାହିଁବେ, ତେଣୁ ଏସବୁ ଋଣରୁ କେବଳ ଭଗବାନଙ୍କ ଶରଣାପନ୍ନ ହୋଇଗଲେ ଚଳିବ ନାହିଁ। ଏସବୁ ପାଇଁ
ସେମାନଙ୍କୁ ଘର ଲୋକଙ୍କୁ ବା ଅନ୍ୟମାନଙ୍କୁ ମଧ୍ୟ କିଛି ସାହାଯ୍ୟ କରିବା ଉଚିତ। ତାଦ୍ୱାରା ଆପଣ ଏସବୁ ଋଣରୁ ମୁକ୍ତି ପାଇପାରିବେ। କେବଳ ଭଗବାନଙ୍କ ଶରଣାପନ୍ନ ହୋଇଗଲେ ଯେ ଆପଣ ସବୁ ଋଣରୁ ମୁକ୍ତି ପାଇଯିବେ, ଏକଥା ସମ୍ପୂର୍ଣ୍ଣ ଭୁଲ। ସନ୍ତାନ ଜନ୍ମ ନହେଲେ ଆତ୍ମୀୟ ସ୍ୱଜନଙ୍କର ପୁତ୍ର କନ୍ୟାଙ୍କୁ ଅଥବା ଅନାଥ ବାଳକ ବାଳିକାଙ୍କୁ ସନ୍ତାନ କରିବା ଉଚିତ କି? ଆଜିକାଲି ବେଳରେ ଦତ୍ତକ ପୁତ୍ର ନ କରିବା ଭଲ। ଜନ୍ମିତ ପୁତ୍ରମାନେ ଯେତେବେଳେ ସେବା କରୁନାହାନ୍ତି ଓ ଆଦେଶ ମାନୁନାହାନ୍ତି, ଦତ୍ତକ ପୁତ୍ରଠାରେ ବା କି ଭରସା? ସେ ପିଣ୍ଡଦାନ କରିବ ବୋଲି କି ନିଶ୍ଚିତତା ଅଛି? ଆମ ପାଇଁ ପୁତ୍ର ଆବଶ୍ୟକ ନାହିଁ, ତେଣୁ ଭଗବାନ ଦେଇନାହାନ୍ତି। ପ୍ରାୟ ଦେଖାଯାଉଛି ଦତ୍ତଜ ପୁତ୍ରମାନେ ସେବା କରିବା ବଦଳରେ ଦୁଃଖ ଦେଉଛନ୍ତି। ବରଂ ଅନାଥ ବାଳକଙ୍କୁ ସାହାଯ୍ୟ ଦେଇ ପଢ଼ାଇବା ଉଚିତ, ସେମାନଙ୍କ ଜୀବନ ନିର୍ବାହ ବ୍ୟବସ୍ଥା କରିବା ଉଚିତ। ହଁ ଦର୍ଶକ ବନ୍ଧୁ, ଏକଥା ସମ୍ପୂର୍ଣ୍ଣ ଠିକ୍। କିନ୍ତୁ ସବୁ ପୁତ୍ର ଯେ ଖରାପ, ସବୁ ନିଜ ପୁତ୍ର ଯେ ଖରାପ, ସବୁ ଦତ୍ତଜ ପୁତ୍ର ଯେ ଖରାପ, ତାହା ନୁହେଁ। ଆମେ ସେମାନଙ୍କୁ ଯେମିତି ଶିକ୍ଷା ସଂସ୍କାର ଦେବା, ଆମେ ସେମାନଙ୍କ ଆଗରେ ଜୋରେ ଯେମିତି ଆଚରଣ ଦେଖାଇବା, ଆମେ ସେମିତି ଫଳ ସେମାନଙ୍କଠାରୁ ପାଇବା। ତେଣୁ ଆପଣ ଯଦି ଦରକାର ଅଛି ସନ୍ତାନ ଜନ୍ମ ନହେଲେ ଦୁଃଖୀ ହୁଅନ୍ତୁ ନାହିଁ। ତ ଆପଣ ଅନ୍ୟମାନଙ୍କଠାରୁ ପୁତ୍ର ଗ୍ରହଣ କରନ୍ତୁ, ଦତ୍ତପୁତ୍ର ଗ୍ରହଣ କରନ୍ତୁ, ତାକୁ ଉଚ୍ଚ ଶିକ୍ଷା ଦିଅନ୍ତୁ, ଉଚିତ ସଂସ୍କାର ଦିଅନ୍ତୁ। ଦେଖିବେ ସେ ଠିକ୍ ଭାବରେ ଆପଣଙ୍କର ସେବା କରିବେ। ଯଦି ଆପଣ ସେ ନିଜ ପୁତ୍ର ହେଉ ବା ଦତ୍ତପୁତ୍ର ହେଉ, ଯଦି ଆପଣ ତାଙ୍କୁ ଉଚ୍ଚ ସଂସ୍କାର ଶିକ୍ଷା ନ ଦେବେ, ସେ ଆପଣଙ୍କର କେମିତି ବା ସାହାଯ୍ୟ କରିବ ବା କେମିତି ଆପଣଙ୍କୁ ଭରଣ ପୋଷଣ କରିବ? ତେଣୁ ପୂର୍ବରୁ ଯେଉଁ କଥା କୁହାଗଲା, ଏ କଥା ସମ୍ପୂର୍ଣ୍ଣ ଭୁଲ। ପ୍ରଥମେ ନିଜେ ଭଲ ମଣିଷ ହୁଅନ୍ତୁ, ତାପରେ ସନ୍ତାନମାନେ ଦେଖିବେ ଆପଣଙ୍କର ନିଜ ପୁତ୍ର ହୁଅନ୍ତୁ ବା ଦତ୍ତଜ ପୁତ୍ର ହୁଅନ୍ତୁ, ସେମାନେ ଆପଣଙ୍କର ଉଚିତ ସେବା କରିବା ସହିତ ଆପଣଙ୍କର ଭରଣ ପୋଷଣ ଦାୟିତ୍ୱ ମଧ୍ୟ ନେବ। ତେଣୁ ସନ୍ତାନ ଜନ୍ମ ନହେଲେ ବି କିଛି ଦୁଃଖ କରିବା ନାହିଁ, ତାହାର ପ୍ରତିକାର କରନ୍ତୁ। ତାହାର ସନ୍ତାନ ଜନ୍ମ ନହେଲେ ତାହାର ପ୍ରତିକାର କରନ୍ତୁ, ଅର୍ଥାତ୍ ଶାସ୍ତ୍ରୀୟ ପ୍ରତିକାର ଓ ବୈଜ୍ଞାନିକ ପ୍ରତିକାର କରନ୍ତୁ। ତଥାପି ମଧ୍ୟ ଯଦି ସନ୍ତାନ ଜନ୍ମ ନହେଲା, ତେବେ ମଧ୍ୟ ଦୁଃଖ ନ କରି ଦତ୍ତପୁତ୍ର ଗ୍ରହଣ କରନ୍ତୁ ଓ ତାକୁ ଉଚ୍ଚ ଶିକ୍ଷା ଓ ସଂସ୍କାର ଦେଇ ପାଳନ କରନ୍ତୁ। ଦେଖିବେ ସେହି ପୁତ୍ର ଆପଣଙ୍କର ବହୁତ କାର୍ଯ୍ୟରେ ଆସିବ। ତେଣୁ ଉପରେ ଯେଉଁ କଥା କୁହାଗଲା, ବର୍ତ୍ତମାନ ଯୁଗରେ ସେହି କଥା କରିବା ଅସମ୍ଭବ। ପୁତ୍ର ନଥିଲେ ବୃଦ୍ଧାବସ୍ଥାରେ କିଏ ସେବା କରିବ? ଆଜିକାଲିର ପୁଅମାନେ କ'ଣ ସମସ୍ତେ ବାପା ମାଆଙ୍କ ସେବା କରୁଛନ୍ତି? ସେମାନେ କେବଳ ପୈତୃକ ସମ୍ପତ୍ତିକୁ ନିଜ ନାମରେ କରିବାକୁ ଚାହୁଁଛନ୍ତି। ଶ୍ରାଦ୍ଧ ତର୍ପଣକୁ ମିଛ ବୋଲି କହୁଛନ୍ତି। ମା ବାପାଙ୍କୁ ଦୁଃଖ ଦେଉଛନ୍ତି। ଏଭଳି ପୁତ୍ର କି ସେବା କରିବେ? ପୁତ୍ର ଥାଆନ୍ତୁ ବା ନଥାନ୍ତୁ, ପ୍ରାରବ୍ଧରୁ ଯେତିକି ସୁଖ ମିଳିବା କଥା ସେତିକି ମିଳିବ। ଆମେ ଦେଖୁଛୁ ଯେ ଅନାସକ୍ତ ସାଧୁସନ୍ଥଙ୍କୁ ଯେତିକି ସେବା ସତ୍କାର ମିଳୁଛି, ପୁତ୍ରମାନେ ନିଜ ପିତାମାତାଙ୍କର ମଧ୍ୟ ସେତିକି ସେବା ସତ୍କାର କରନ୍ତି ନାହିଁ। ପୁତ୍ର ନଥିଲେ ଯେ ସେବା ମିଳିବ, ଏକଥା ଠିକ୍ ନୁହେଁ। ଦର୍ଶକ ବନ୍ଧୁ, ଏ ଯାହା କୁହାହେଲା ଏଇଟା ଠିକ୍। ବର୍ତ୍ତମାନ ସମୟରେ ସେସବୁ କଥା ଘଟୁଛି। କିନ୍ତୁ ସବୁ ପୁତ୍ରମାନେ କ'ଣ ଖରାପ? ଆପଣମାନେ ଟିକେ ବିଚାର କରନ୍ତୁ। ସମସ୍ତେ କ'ଣ ଶ୍ରାଦ୍ଧ ତର୍ପଣକୁ ମିଛ ବୋଲି କହୁଛନ୍ତି, ବାପା ମାଆଙ୍କୁ ଦୁଃଖ ଦେଉଛନ୍ତି? ନା। ମୁଁ ପୂର୍ବରୁ କହିଲି ନା, ଆପଣ ନିଜ ପିଲାଙ୍କୁ ଯେମିତି ଶିକ୍ଷା ସଂସ୍କାର ଦେବେ, ଆପଣଙ୍କ ପିଲା ସେମିତି ହେବେ। ତେଣୁ ଆପଣ ନିଜେ ଠିକ୍ ହେବା ସହିତ ନିଜ ପିଲାଙ୍କୁ ଉଚିତ ଶିକ୍ଷା ସଂସ୍କାର ଦିଅନ୍ତୁ। ଦେଖିବେ ଆପଣଙ୍କ ପିଲାମାନେ ଆପଣଙ୍କ ଠିକ୍ ସେବା କରିବେ। ଆପଣଙ୍କ ପୁତ୍ର ଯଦି ସୁଯୋଗ୍ୟ ପୁତ୍ର ହୋଇଥିବ, ତାହେଲେ ଆପଣଙ୍କୁ ସେବା ମିଳିବ। ଯଦି ଆପଣଙ୍କ ପୁତ୍ର ଅଯୋଗ୍ୟ ପୁତ୍ର ହୋଇଥିବ, ତାହେଲେ ଆପଣଙ୍କୁ ସେବା ମିଳିବ ନାହିଁ। ସବୁ ଆମ ଉପରେ ନିର୍ଭର କରୁଛି। ଅର୍ଥାତ୍ ଆମେ ପିତାମାତା ଯେମିତି ହେବା ବା ଘର ଲୋକ ଯେମିତି ହେବେ, ଆମ ପୁତ୍ର ସନ୍ତାନମାନେ ମଧ୍ୟ ସେମିତି ହେବେ ଓ ଘରରେ ଥିବା ଅନ୍ୟ ଲୋକମାନେ ମଧ୍ୟ ସେମିତି ହେବେ। ତେଣୁ ଏସବୁ କଥା ଯେ କୁହାଯାଇଛି, ଏସବୁ ପୂର୍ବରୁ ଯେଉଁ କଥା କୁହାଗଲା ଯେ ପୁତ୍ର ନଥିଲେ ବୃଦ୍ଧାବସ୍ଥାକୁ ସେବା କିଏ କରିବ, ସମସ୍ତେ କରୁନାହାନ୍ତି, ଏକଥା ସମ୍ପୂର୍ଣ୍ଣ ଭୁଲ। ପୁତ୍ର ନଥିଲେ ମୃତ୍ୟୁ ପରେ କିଏ ପିଣ୍ଡଦାନ କରିବ? ପିଣ୍ଡ ନ ପାଇ ପିତୃପୁରୁଷଙ୍କର କି ପ୍ରକାର ଗତି ହେବ? ପିତୃପୁରୁଷ ପିଣ୍ଡ ପାଇ ଜନ୍ମମରଣ ଚକ୍ରରେ ବୁଲନ୍ତି। ବାଟୋଇକୁ ଭୋକ ଶୋଷ ହେଲେ ସେ ବାଟରେ ଅଟକିଯାଏ ଏବଂ ଖାଇ ପିଇ ପୁଣି ଆଗକୁ ଚାଲେ। ସେପରି ମୃତାତ୍ମାମାନେ ପିଣ୍ଡ ପାଇଁ ଆଗକୁ ଯାଆନ୍ତି, ଅର୍ଥାତ୍ ଜନ୍ମମରଣ ଚକ୍ରରେ ବୁଲନ୍ତି। ପିଣ୍ଡ ନ ମିଳିଲେ ଗୋଟିଏ ସ୍ଥାନରେ ଅଟକି ଯାଆନ୍ତି। ପିଣ୍ଡ ଜଳ ପାଇବା ଦ୍ୱାରା ସେମାନଙ୍କର ମୁକ୍ତି ବା ଉଦ୍ଧାର ହୋଇଯାଏ ନାହିଁ। ଦର୍ଶକ ବନ୍ଧୁ, ବହୁତ କ୍ଷେତ୍ରରେ ଦେଖାଯାଇଛି ପିଣ୍ଡ ଜଳ ପାଇବା ଦ୍ୱାରା ହିଁ ପିତୃପୁରୁଷମାନେ ମୁକ୍ତି ପାଇଛନ୍ତି। ତେଣୁ ଏସବୁ କଥା ବର୍ତ୍ତମାନ ସମୟରେ ଠିକ୍ ନୁହେଁ। ତେଣୁ ପିଣ୍ଡ ଦାନ ମଧ୍ୟ କରନ୍ତୁ। ଯଦି କାହାର ପୁତ୍ର ନାହିଁ, ସେ ପିତୃପୁରୁଷଙ୍କୁ ପିଣ୍ଡଦାନ ବା ତା'ର ସମ୍ପର୍କୀୟ କେହି ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛି, ତେଣୁ ସେ କଥା ଭାବିବା ଉଚିତ ନୁହେଁ ଯେ ତା'ର ପୁତ୍ର ତ ପିଣ୍ଡଦାନ କଲେ ନାହିଁ, ମୋ ଦ୍ୱାରା କ'ଣ ପିତୃପୁରୁଷମାନେ ପିଣ୍ଡଦାନ ପାଇବେ? ହଁ, ଆପଣ ଯଦି ଠିକ୍ ଭାବରେ ଭକ୍ତି ନିଷ୍ଠାର ସହିତ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେଇଥିବେ, ସେ ପିଣ୍ଡଦାନ ପାଇକି ମୁକ୍ତି ପାଇଯିବେ, ଏକଥାରେ ସନ୍ଦେହ ନାହିଁ।
ସନ୍ତାନ ଥାଆନ୍ତୁ ବା ନଥାନ୍ତୁ ମନୁଷ୍ୟ ଭଗବାନଙ୍କଠାରେ ସବୁବେଳେ ଶ୍ରଦ୍ଧା ଭକ୍ତି ରଖିବା ଉଚିତ। ପୁତ୍ର ଲାଳସା ଦୂର ନହେଲେ ମନୁଷ୍ୟ ରାମ ବା କୃଷ୍ଣଙ୍କର ବାଳକ ସ୍ୱରୂପକୁ ବିଚାର କରି ଆଦର କରୁ। ସ୍ୱୟଂ ପ୍ରଭୁ ପୁତ୍ର ରୂପରେ ତାର ଯେପରି ସେବା କରିବେ ଜନ୍ମିତ ପୁତ୍ର ମଧ୍ୟ ସେପରି ସେବା କରିବ ନାହିଁ। ପ୍ରଭୁ ପୁତ୍ର ହେଲେ ଲୋକ ପରଲୋକର ସବୁ କାର୍ଯ୍ୟ କରିଦେବେ। ଦର୍ଶକ ବନ୍ଧୁ, ଏଠାରେ ଯେଉଁ କୁହାଗଲା ସନ୍ତାନ ଥାଆନ୍ତୁ ବା ନଥାନ୍ତୁ ମନୁଷ୍ୟ ଭଗବାନଙ୍କ ଶ୍ରଦ୍ଧା ଭକ୍ତି ରଖିବା ଉଚିତ। ହଁ, ଏକଥା ଠିକ୍। କିନ୍ତୁ ଯେହେତୁ ଆମେ ସାଂସାରିକ ମନୁଷ୍ୟ, ଆମର ନିଶ୍ଚୟ କିଛି ନା କିଛି ଇଚ୍ଛା ରହିବ। ମରିବା ପର୍ଯ୍ୟନ୍ତ ଆମମାନଙ୍କର ସେ ଇଚ୍ଛାଟା ବଳବତ୍ତର ରହିଥାଏ। ତେଣୁ ଯଦି ସନ୍ତାନ ନ ହେଇଛି ମନ ଦୁଃଖ କରନ୍ତୁ ନାହିଁ, ପ୍ରଭୁଙ୍କଠାରେ ଆଶା ଭରସା ରଖନ୍ତୁ। ଆପଣଙ୍କର ପୂର୍ବରୁ ମୁଁ ଯେଉଁ କହିଲେ ଯେ ଯାହାର ସନ୍ତାନ ହେଉନାହାନ୍ତି ସେମାନେ ବିଭିନ୍ନ ପ୍ରତିକାର ସବୁ ରହିଛି, ବୈଜ୍ଞାନିକ ପ୍ରତିକାର ଓ ଶାସ୍ତ୍ରୀୟ ପ୍ରତିକାର ତାର କରନ୍ତୁ, ନିଶ୍ଚୟ ପୁତ୍ରପ୍ରାପ୍ତି ହେବେ। ତଥାପି ମଧ୍ୟ ଏସବୁ ପ୍ରତିକାର କରି ମଧ୍ୟ ଯଦି ଆପଣଙ୍କୁ ପୁତ୍ରପ୍ରାପ୍ତି ହେଲା ନାହିଁ, ତେବେ ତାପରେ ଯାଇ ପ୍ରଭୁଙ୍କ ଶରଣାପନ୍ନ ହୁଅନ୍ତୁ। ଦେଖିବେ ପ୍ରଭୁ ଆଶ୍ଚର୍ଯ୍ୟଜନକ ଭାବରେ ତାଙ୍କର ଲୀଳା ପ୍ରକଟ କରି ଆପଣଙ୍କର ସେବା ଓ ସହାୟତା ନିଶ୍ଚୟ କରିବେ। ଗୃହସ୍ଥ ଆଶ୍ରମରେ ସନ୍ତାନମାନଙ୍କ ଭରଣ ପୋଷଣ, ବିବାହ ଆଦି ଉତ୍ସବ ନିମନ୍ତେ ଚିନ୍ତା ରହେ, ସେଥିରୁ କିପରି ରକ୍ଷା ମିଳିବ। ପ୍ରତ୍ୟେକ ପ୍ରାଣୀକୁ ତାର ପ୍ରାରବ୍ଧ ଅନୁସାରେ ଜନ୍ମ, ଆୟୁ ଓ ଭୋଗ ମିଳିଥାଏ। ଏ ତିନୋଟି ମଧ୍ୟରୁ ପ୍ରାଣୀର ଜନ୍ମ ହୋଇସାରିଛି, ତାର ଯେତିକି ଆୟୁ ସେ ସେତିକି ଦିନ ଜୀବିତ ରହିବ ଓ ପରିସ୍ଥିତି ଅନୁସାରେ ଅନୁକୂଳ ବା ପ୍ରତିକୂଳ ଭୋଗ ପାଇବ। ପ୍ରକୃତ ପକ୍ଷରେ ପରିସ୍ଥିତି କାହାକୁ ସୁଖୀ ବା ଦୁଃଖୀ କରେ ନାହିଁ। ମନୁଷ୍ୟ ନିଜ ଅଜ୍ଞାନରୁ ପରିସ୍ଥିତି ମଧ୍ୟରେ ସୁଖୀ ବା ଦୁଃଖୀ ହୁଏ। କନ୍ୟା ବଡ଼ ହୋଇଗଲେ ତାର ବିବାହ ପାଇଁ ଚିନ୍ତା କରିବା ଉଚିତ ନୁହେଁ, କାରଣ ସେ ନିଜ ପ୍ରାରବ୍ଧ ବା ଭାଗ୍ୟ ନେଇ ଆସିଛି। ସେ ତଦନୁସାରେ ଅନୁକୂଳ ବା ପ୍ରତିକୂଳ ପରିସ୍ଥିତି ନିଶ୍ଚୟ ପାଇବ। କନ୍ୟା ଯେଉଁଠାରେ ସୁଖୀ ରହିବ ସେଠାରେ ତାର ବିବାହ ହେବା ପାଇଁ ମାତାପିତା ବିଚାର କରନ୍ତୁ। ଏହା ସେମାନଙ୍କ କର୍ତ୍ତବ୍ୟ। ପରନ୍ତୁ ସେମାନଙ୍କ ଇଚ୍ଛା ଅନୁସାରେ କନ୍ୟାକୁ ଭଲ ପରିବାର ଯେ ମିଳିବ ଏକଥା ସେମାନଙ୍କ ହାତରେ ନାହିଁ। ସେମାନେ ନିଜ କର୍ତ୍ତବ୍ୟ ପାଳନ କରନ୍ତୁ, କିନ୍ତୁ ଚିନ୍ତିତ ନ ହୁଅନ୍ତୁ। ଚିନ୍ତା ଅଜ୍ଞାନରୁ ଜାତ ହୁଏ ଓ ତା ଦ୍ୱାରା ଅନ୍ତଃକରଣ ମଳିନ ହୁଏ। କିନ୍ତୁ ବିଚାର ଦ୍ୱାରା ବୁଦ୍ଧିର ବିକାଶ ଘଟେ। ତେଣୁ ପ୍ରତ୍ୟେକ କର୍ମ ପାଇଁ ଚିନ୍ତା ବଦଳରେ ବିଚାର କରିବା ଉଚିତ। ଚିନ୍ତା ରହିତ ହୋଇ ବିଚାର କଲେ ପ୍ରତ୍ୟେକ ସମସ୍ୟାର ସମାଧାନ ନିଶ୍ଚୟ ଭାବରେ ମିଳିଯିବ। ହଁ ଦର୍ଶକ ବନ୍ଧୁ, ଦେଖନ୍ତୁ ଏଥିରେ ବହୁତ ସୁନ୍ଦର କଥା କୁହାଯାଇଛି। ତେଣୁ ସଂସାର କରିଛେ ମାନେ ବିଭିନ୍ନ ପ୍ରକାର ଚିନ୍ତା ତ ରହିବ। ତେଣୁ ଚିନ୍ତାରୁ ମୁକ୍ତ ହେବା ପାଇଁ ଆପଣ ତା ଯେଉଁ ପ୍ରତିକାର କୁହାଯାଇଛି ପ୍ରତିକାର କରନ୍ତୁ। ସମସ୍ତଙ୍କୁ ନିଜ ନିଜ କାର୍ଯ୍ୟ କରିବାକୁ ଦିଅନ୍ତୁ, ସମସ୍ତେ ନିଜର କାର୍ଯ୍ୟ କରନ୍ତୁ, ଆପଣ ମଧ୍ୟ ନିଜର କାର୍ଯ୍ୟ କରନ୍ତୁ। ଯଦି ସେମିତି ଦୁଃଖଦ ପରିସ୍ଥିତି ଆସିଲା ତେବେ ଭଗବାନଙ୍କ ଶରଣାପନ୍ନ ହୁଅନ୍ତୁ, ଦେଖିବେ ନିଶ୍ଚୟ ଆପଣ ଚିନ୍ତାରୁ ମୁକ୍ତି ପାଇବେ। ବୃଦ୍ଧାବସ୍ଥାରେ ପୁତ୍ରମାନେ ସେବା ନ କଲେ କ'ଣ କରିବା ଉଚିତ? ପୁତ୍ରମାନଙ୍କ ପ୍ରତି ମମତା ରଖିବା ଆଦୌ ଉଚିତ ନୁହେଁ। ମୋର ପୁତ୍ର ନାହିଁ ଏଭଳି ବିଚାର କରିବା ଉଚିତ। କୁଟୁମ୍ବ ଲୋକଙ୍କ ଠାରୁ ସୁଖ ସୁବିଧା ପାଇବାର ଆଶା ରଖି ତାହା ନ ପାଇଲେ ଦୁଃଖ ଲାଗେ। ତେଣୁ ପୁତ୍ରଙ୍କ ଠାରୁ ସୁଖ ପାଇବା ଆଶା ଛାଡ଼ିଦେଇ ସମସ୍ତ ଅସୁବିଧାକୁ ତପସ୍ୟା ବୋଲି ଭାବି ଆନନ୍ଦରେ ଗ୍ରହଣ କରିବା ବିଧେୟ। ପରିବାର ଲୋକେ ସେବା ଶୁଶ୍ରୂଷା କଲେ ବ୍ୟକ୍ତି ସେମାନଙ୍କ ସହିତ ମୋହ ମମତାରେ ଜଡ଼ିତ ହୋଇଯାଏ। ସେଥିରୁ ବଞ୍ଚିତ ହେବା ଭଗବାନଙ୍କ କୃପାରୁ ତପସାଧନ ପାଇଁ ଅପୂର୍ବ ସୁଯୋଗ ବୋଲି ବୁଝିବା ଉଚିତ। ମନୁଷ୍ୟ ମୋହ ମମତାରେ ଲିପ୍ତ ରହିଲେ ତାର ଆଧ୍ୟାତ୍ମିକ ଉନ୍ନତିରେ ବାଧା ସୃଷ୍ଟି ହୁଏ। ସେବା ନ କରିବା ଫଳରେ କୁଟୁମ୍ବଜନ ବାଧା ଦୂର କରି ତାର ଉପକାର କରନ୍ତି ଓ ଉଦ୍ଧାରର ମାର୍ଗ ପ୍ରଶସ୍ତ କରନ୍ତି। ଏହା ସେମାନଙ୍କର କୃପା ବୋଲି ଧରି ଭାବିବା ଉଚିତ। ଜୀବନ ସାରା ସେବା ଗ୍ରହଣ କଲେ ବୃଦ୍ଧାବସ୍ଥାରେ ସେବା ପାଇବାକୁ ଅଧିକ ଇଚ୍ଛା ହୁଏ। ତେଣୁ ପ୍ରଥମରୁ ବୁଝିବା ଉଚିତ ଯେ ସେ ସୁଖ ସୁବିଧା ଭୋଗ କରିବା ପାଇଁ ଜନ୍ମ ପାଇନାହିଁ, ବରଂ ସେବା କରିବା ପାଇଁ ଏଠାକୁ ଆସିଛି। ମନୁଷ୍ୟ, ଦେବତା, ଋଷି, ମୁନି, ଗୁରୁଜନ, ପଶୁପକ୍ଷୀ ପ୍ରଭୃତିଙ୍କର ପ୍ରାରମ୍ଭିକ କାଳରୁ ସେମାନଙ୍କର ସେବା ସତ୍କାର ଆଶା ନ ରଖିଲେ ବୃଦ୍ଧାବସ୍ଥାରେ ସେସବୁ ନ ରହିଲେ ଅନ୍ୟମାନେ ସ୍ୱତଃ ଆମ ସେବା ପାଇଁ ଆଗେଇ ଆସନ୍ତି। ପ୍ରତ୍ୟେକ ପରିସ୍ଥିତିରେ ପ୍ରତ୍ୟେକ କ୍ଷେତ୍ରରେ ତ୍ୟାଗ ଆବଶ୍ୟକ। ତ୍ୟାଗରୁ ତତ୍କାଳ ଶାନ୍ତି ମିଳେ। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ପ୍ରସନ୍ନ ରହିବା ବହୁତ ବଡ଼ ତପ ଅଟେ। ତପ ଦ୍ୱାରା ଅନ୍ତଃକରଣ ଶୁଦ୍ଧ ହୁଏ। ସୁଖ ସୁବିଧାରେ ରହିଲେ ଅନ୍ତଃକରଣ ଅଶୁଦ୍ଧ ହୁଏ। ଏଣୁ କାହାଠୁ ସୁଖ ନ ଚାହିଁ ମନ ବାଣୀ ଶରୀର ଦ୍ୱାରା ଅନ୍ୟକୁ ସୁଖୀ କରିବା ଉଚିତ। ହଁ ଦର୍ଶକ ବନ୍ଧୁ, ଏଠାରେ ବହୁତ ସୁନ୍ଦର କଥା କୁହାଯାଇଛି, କିନ୍ତୁ ବର୍ତ୍ତମାନ ସମୟରେ ଏସବୁକୁ ପାଳନ କରିବା ଅତ୍ୟନ୍ତ କଠିନ। ତେଣୁ ଏସବୁ ଯେଉଁ ବିଷୟ କୁହାଗଲା ଏସବୁକୁ ଭାବିଚିନ୍ତି କାର୍ଯ୍ୟ କରନ୍ତୁ। କାରଣ ଯେହେତୁ ଆମେ ସାଂସାରିକ ମନୁଷ୍ୟ, ଆମର ତ କାହା ପ୍ରତି ନିଶ୍ଚୟ ଆଶା ରହିବ, ସୁଖ ସୁବିଧା ପାଇବାର ଇଚ୍ଛା ରହିବ। ତେଣୁ ସମସ୍ତେ ତ ସନ୍ନ୍ୟାସ ହୋଇପାରିବେ ନାହିଁ। ତେଣୁ ଯେଉଁ ଇଚ୍ଛା ଆମେ ଅନ୍ୟମାନଙ୍କ ପ୍ରତି ରଖିଛୁ ଯେ ଆମର ସେବା କରିବେ, ଆମର କାମ କରିବେ, ହଁ ସେଇଟା ରହିବା ଉଚିତ, ରହିବ ମଧ୍ୟ, ସେଇଟା ସ୍ୱାଭାବିକ ଯେହେତୁ ଆମେ ସାଧାରଣ ମନୁଷ୍ୟ। କିନ୍ତୁ ସେ ଇଚ୍ଛା ଉପରେ ନିଜର ନିୟନ୍ତ୍ରଣ ରଖନ୍ତୁ। କାହା ଉପରେ ଅତ୍ୟଧିକ ଆଶା ବା ଭରସା ରଖନ୍ତୁ ନାହିଁ, କାରଣ ଆଜିକାଲିକା ଯୁଗରେ କାହା ଉପରେ ଅତ୍ୟଧିକ ଆଶା ଭରସା ରଖିଲେ ଦୁଃଖ ହିଁ ମିଳୁଛି। ତେଣୁ ଏସବୁକୁ ପଢ଼ି ବା ଦେଖିକରି ଭଲ ଭାବରେ ବୁଝି ବିଚାରି କାର୍ଯ୍ୟ କରନ୍ତୁ। ପରିବାରରେ କେହି ମରିଗଲେ ମୃତାତ୍ମାଙ୍କ ଶାନ୍ତି ନିମନ୍ତେ ନିଜର ଶୋକ ଦୂର କରିବା ପାଇଁ କ'ଣ କରିବା ଆବଶ୍ୟକ?
ମୃତାତ୍ମା ପାଇଁ ବିଧିପୂର୍ବକ ନାରାୟଣ ବଳି ଶ୍ରାଦ୍ଧ ତର୍ପଣ ଆଦି କରିବା ଉଚିତ। ଯେତେବେଳେ ସେମାନଙ୍କ କଥା ମନେ ପଡ଼େ ସେମାନଙ୍କୁ ଭଗବାନଙ୍କ ଚରଣରେ ଦେଖିବା ଉଚିତ। ସେମାନଙ୍କ ନିମିତ୍ତ ଗୀତା ପାଠ, ଭାଗବତ ସପ୍ତାହ, ରାମଚରିତମାନସର ନବାନ୍ନ ପାରାୟଣ, ନାମଜପ କୀର୍ତ୍ତନ ଆଦି କରିବା ଉଚିତ। ସେମାନଙ୍କ ଉଦ୍ଦେଶ୍ୟରେ ଦରିଦ୍ର ବାଳକମାନଙ୍କୁ ମିଷ୍ଟ ପଦାର୍ଥ ବାଣ୍ଟିବା ଉଚିତ। ତାହା ପାଇ ବାଳକମାନେ ପ୍ରସନ୍ନ ହୁଅନ୍ତି। ସେମାନଙ୍କ ପ୍ରଶଂସାରେ ମୃତାତ୍ମାଙ୍କୁ ଶାନ୍ତି ମିଳେ ଓ ନିଜ ମନରେ ଆନନ୍ଦ ଆସେ। ଯେତେବେଳେ ସତ୍ସଙ୍ଗ, କଥା କୀର୍ତ୍ତନ, ମନ୍ଦିର, ତୀର୍ଥ ଆଦି ସ୍ଥାନ ସେତେବେଳେ ସତ୍ସଙ୍ଗ, କଥା କୀର୍ତ୍ତନ, ମନ୍ଦିର, ତୀର୍ଥ ଆଦି ସ୍ଥଳକୁ ଯିବା ଉଚିତ। ଏଗୁଡ଼ିକ ମଧ୍ୟରୁ ସତ୍ସଙ୍ଗର ମହିମା ସର୍ବାଧିକ। ସତ୍ସଙ୍ଗ କରିବା ଦ୍ୱାରା ସମସ୍ତ ପ୍ରକାର ଶୋକ ଦୂର ହୁଏ। ହଁ ଦର୍ଶକ ବନ୍ଧୁ, ଏଠାରେ ବହୁତ ସୁନ୍ଦର କଥା କୁହାଯାଇଛି ମୃତାତ୍ମାଙ୍କ ଶାନ୍ତି ପାଇଁ ଏସବୁ କରିବା ଉଚିତ। ଯଦି ଏସବୁ କରିବା ପରେ ମଧ୍ୟ ଆପଣଙ୍କ ଘରେ ମୃତାତ୍ମାମାନେ ଶାନ୍ତି ହେଉନାହାନ୍ତି, ଆପଣଙ୍କ ଘରେ ପ୍ରେତାତ୍ମାର ବାଧା ଦେଖାଦେଉଛି, ପିତୃପୁରୁଷମାନଙ୍କର ବାଧା ଦେଖାଯାଉଛି, ତେବେ ତା'ର ପ୍ରତିକାର, ଶାସ୍ତ୍ରୀୟ ପ୍ରତିକାର ଓ ବୈଜ୍ଞାନିକ ପ୍ରତିକାର ମଧ୍ୟ ଆପଣମାନେ କରନ୍ତୁ। ଦେଖିବେ ନିଶ୍ଚୟ ସେ ପ୍ରେତାତ୍ମାର ବାଧାରୁ ଆପଣ ମୁକ୍ତି ପାଇବେ ତଥା ପିତୃପୁରୁଷଙ୍କର ପୀଡ଼ାରୁ ଆପଣ ମୁକ୍ତି ପାଇବେ। କାରଣ ଏସବୁ କରିକି ମଧ୍ୟ ବହୁ ଜାଗାରେ ଦେଖାଯାଇଛି ଯେ ମୃତାତ୍ମା